Welcome everyone to my channel. So ଆମେ ଯୋଉ ଓଡ଼ିଆ ବ୍ୟାକରଣର ସନ୍ଧି କ୍ଲାସ ଡିସ୍କସନ କରୁଥିଲେ ସନ୍ଧି କ୍ଲାସ ଆମର ଚାଲିଛି ସ୍ୱର ସନ୍ଧିଟି ଆମର ସରିଛି। ଏବେ ଆଜି ଆମେ ପଢିବା ଆଜିର କ୍ଲାସରେ ପଢିବା ବ୍ୟଞ୍ଜନ ସନ୍ଧି। ସୋ କ୍ଲାସ ଆରମ୍ଭ କରିବା ପୂର୍ବରୁ ରିକ୍ୱେଷ୍ଟ କରିବି ଯୋଉମାନେ ନୂଆ କରି ମୋ ଚ୍ୟାନେଲକୁ ଭିଜିଟ କରୁଛନ୍ତି ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ସୋ ଆମେ ସନ୍ଧି କହିଲେ କଣ ବୁଝନ୍ତି? ସନ୍ଧି କହିଲେ ବୁଝନ୍ତି କଣ ପରସ୍ପର ସନ୍ନିହିତ ଥିବା ଦୁଇଟି ପଦର ମାନେ ଆମର ପ୍ରଥମ ପଦ ରହିଲା ଆଉ ଗୋଟେ ଦ୍ୱିତୀୟ ପଦ ରହିଲା। ପ୍ରଥମ ପଦର ଶେଷ ବର୍ଣ୍ଣ ଏବଂ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣର ମିଳନକୁ ଆମେ ସନ୍ଧି କହିଥାନ୍ତି। ସନ୍ଧି ହଉଛି ତିନି ପ୍ରକାରର: ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଏବଂ ବିସର୍ଗ ସନ୍ଧି। ତ ସ୍ୱର ସନ୍ଧି କ୍ଲାସଟି ସରିଛି। ଯଦି ଆପଣ ତାର ରିଭିଜନ କରିବାକୁ ଚାହୁଁଥାନ୍ତି ତେବେ ଓଡ଼ିଆ ଗ୍ରାମାରର ପ୍ଲେଲିଷ୍ଟକୁ ଯାଇକି ଆମର ସ୍ୱର ସନ୍ଧି କ୍ଲାସଟିକୁ ରିଭିଜନ କରିପାରିବେ। ତ ସ୍ୱର ସନ୍ଧି ହଉଛି ପ୍ରଥମ ପଦର ଶେଷ ସ୍ୱର ବର୍ଣ୍ଣ ସହ ଏବଂ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ସ୍ୱର ବର୍ଣ୍ଣ ଥିଲେ ଯଦି ସେଇ ସେଇ ଦୁଇଟି ବର୍ଣ୍ଣର ସେଇ ଦୁଇଟି ସ୍ୱର ବର୍ଣ୍ଣର ମିଳନକୁ ଆମେ ସ୍ୱର ସନ୍ଧି କହିଥାନ୍ତି। ଅର୍ଥାତ୍ ପାଖାପାଖି ଲଗାଲଗି ହୋଇ ରହିଥିବା ବା ପାଖାପାଖି ସନ୍ନିହିତ ହୋଇ ରହିଥିବା ଦୁଇଟି ସ୍ୱର ବର୍ଣ୍ଣର ମିଳନକୁ ଆମେ ସ୍ୱର ସନ୍ଧି କହନ୍ତି। ଆମେ ଏମିତି ବି କହିପାରିବା ସ୍ୱର ବର୍ଣ୍ଣ ସହ ସ୍ୱର ବର୍ଣ୍ଣର ମିଳନକୁ ସ୍ୱର ସନ୍ଧି କହନ୍ତି। ସେଇଭଳି ବ୍ୟଞ୍ଜନ ସନ୍ଧି କାହାକୁ କହନ୍ତି? ନା ବ୍ୟଞ୍ଜନ ସନ୍ଧି ହଉଛି ବ୍ୟଞ୍ଜନ ବର୍ଣ୍ଣ ସହ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। ଡେଫିନେସନ କଣ ଦେଲା? ନା ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। ମାନେ ପାଖାପାଖି ଯୋଉ ଦୁଇଟି ପଦ ଆମର ଯୋଗ ହୋଇ ସନ୍ଧି କରାଯାଇଥାଏ, ନୂଆ ପଦ ଗଠନ କରାଯାଇଥାଏ, ସେଇ ଦୁଇଟି ପଦର ପ୍ରଥମ ପଦର ଶେଷ ବର୍ଣ୍ଣଟି ବ୍ୟଞ୍ଜନ ବର୍ଣ୍ଣ ଥିବ, ତା ସହିତ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ସ୍ୱରବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣ ଥିଲେ ଏଇ ଦୁଇ ବର୍ଣ୍ଣର ମିଳନକୁ ଆମେ କହିଥାନ୍ତି ବ୍ୟଞ୍ଜନ ସନ୍ଧି। ଓକେ, କ୍ଲାସଟି ଇମ୍ପୋର୍ଟାଣ୍ଟ କ୍ଲାସଟି ହବ। 18ଟି ପାଖାପାଖି 18ଟି ବ୍ୟଞ୍ଜନ ସନ୍ଧି ଅଛି। ଆମେ ସ୍ୱର ସନ୍ଧି 13ଟି ପଢିକି ଆସିଥିଲେ, ବ୍ୟଞ୍ଜନ ସନ୍ଧି 18ଟି ଅଛି। ସୋ ଏଇ ଯୋଉ ବ୍ୟଞ୍ଜନ ସନ୍ଧିର ନିୟମ ଗୁଡ଼ିକ ବହୁତ ନିୟମ ଅଛି, ଆପଣମାନେ କନଫ୍ୟୁଜ ହୋଇପାରନ୍ତି। ତେଣୁକରି ପେନ୍ ଆଣ୍ଡ ନୋଟ୍ ସହିତ এই କ୍ଲାସଟି ଦେଖିବେ। ଯୋଉଠି ଡାଉଟ ହବ এই କ୍ଲାସ ତାକୁ ରିଭିଜନ କରି ତାକୁ ବାରମ୍ବାର ରିଭାଇଜ କରି ଦେଖିବେ। ତା ସହିତ ନୋଟ କରି ମଧ୍ୟ ନିୟମ ଗୁଡ଼ିକୁ ରଖିବେ। ନିୟମ ଗୁଡ଼ିକୁ ମନେ ରଖିବାକୁ ପଡ଼ିବ, ମୁଖସ୍ଥ କଲେ ଆପଣମାନେ ପରୀକ୍ଷା ଟାଇମରେ ଭୁଲିଯିବେ। ତେଣୁ ଚାଲନ୍ତୁ ଆମେ ପ୍ରଥମ ନିୟମ ଦେଖିବା। ବ୍ୟଞ୍ଜନ ସନ୍ଧିର ପ୍ରଥମ ନିୟମ ହେଉଛି ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱର ବର୍ଣ୍ଣ କିମ୍ବା ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ କିମ୍ବା ଅନ୍ତ୍ୟସ୍ଥ ଜ, ର, ଳ, ବ, ହ ଥିଲେ ପୂର୍ବ ପଦର ଶେଷରେ ଥିବା ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ସ୍ଥାନରେ ସେହି ବର୍ଗର ତୃତୀୟ ବର୍ଣ୍ଣ ହୁଏ। ପ୍ରଥମେ ନିୟମଟିକୁ ବୁଝିବାକୁ ଚେଷ୍ଟା କରନ୍ତୁ। ବ୍ୟଞ୍ଜନ ବର୍ଣ୍ଣ ପରେ ମାନେ ପ୍ରଥମ ପଦର, ଯେପରି ଆମର ଦିଗନ୍ତ ଦେଇଛି ଗୋଟେ ଏକ୍ସାମ୍ପଲ। ପ୍ରଥମ ପଦ ହଉଛି ଦିକ୍, ପ୍ରଥମ ପଦର ଶେଷ ବର୍ଣ୍ଣଟି ହଉଛି କଣ? କ। କଟା ହଉଛି ଗୋଟେ ବ୍ୟଞ୍ଜନ ବର୍ଣ୍ଣ। ତେଣୁ ବ୍ୟଞ୍ଜନ ବର୍ଣ୍ଣ ପରେ ଆମର ବ୍ୟଞ୍ଜନ ସନ୍ଧିର ନିୟମ ହଉଛି କଣ? ବ୍ୟଞ୍ଜନ ବର୍ଣ୍ଣ ସହ ସ୍ୱର କିମ୍ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। ତେଣୁକରି ପ୍ରଥମ ବର୍ଣ୍ଣର ଶେଷ ବର୍ଣ୍ଣଟି ଆମର କଣ ଅଛି? ନା ବ୍ୟଞ୍ଜନ ବର୍ଣ୍ଣ ଅଛି। ବ୍ୟଞ୍ଜନ ବର୍ଣ୍ଣ ପରେ ଅର୍ଥାତ୍ ଯୋଉ ଆମର ଦ୍ୱିତୀୟ ପଦ ରହିଲା, ଏଇ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ କଣ ଥିବା ଦରକାର? ସ୍ୱର ବର୍ଣ୍ଣ ଥାଇପାରେ, ନହେଲେ ବର୍ଗର ତୃତୀୟ ଚତୁର୍ଥ। ବର୍ଗ ଆମର କେତୋଟି? 5ଟି ବର୍ଗ। ବର୍ଗ ବ୍ୟଞ୍ଜନ ବେଳେ ଆମେ ପଢିଛନ୍ତି, ସେଟା ମଧ୍ୟ ଆମର ଓଡ଼ିଆ ଗ୍ରାମାର ପ୍ଲେ ଲିଷ୍ଟରେ ଅଛି। ବର୍ଗ ବ୍ୟଞ୍ଜନ ଅବର୍ଗ ବ୍ୟଞ୍ଜନ ତାକୁ ମଧ୍ୟ ଆପଣ ରିଭାଇଜ କରିପାରନ୍ତି, ଯାଇକି ସେଠି ଭିଜିଟ କରି ଓଡ଼ିଆ ଗ୍ରାମାର ପ୍ଲେ ଲିଷ୍ଟରେ ସେ ଭିଡିଓଟିକୁ ଆପଣ ଦେଖିପାରନ୍ତି। ଓକେ, କଚଟ ତପ। କଚଟ ତପ ହଉଛନ୍ତି ଆମର ବର୍ଗ ବ୍ୟଞ୍ଜନ, 25ଟି ବର୍ଗ ବ୍ୟଞ୍ଜନ। ଓକେ, କ ବର୍ଗ, ଚ ବର୍ଗ, ଟ ବର୍ଗ, ତ ବର୍ଗ, ପ ବର୍ଗ। ତେଣୁ ବର୍ଗର ତୃତୀୟ କିମ୍ବା ଚତୁର୍ଥ ବର୍ଣ୍ଣ ଥିବା ଦରକାର। ନହେଲେ ସେ ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଜ, ଅନ୍ତସ୍ଥ ଜ, ର, ଳ, ବ, ହ ଥିଲେ ପୂର୍ବ ପଦର ଶେଷରେ ଥିବା ପ୍ରତି ବର୍ଗର, ପୂର୍ବ ପଦର ଆମର ପୂର୍ବ ପଦ ହଉଛି ଦିକ୍, ମାନେ ଫାଷ୍ଟ ଯୋଉ ୱାର୍ଡଟି, ତାହାର ଶେଷରେ ଥିବା ଯୋଉ ଆମର ଯୋଉ ବର୍ଣ୍ଣଟି ଅଛି ସେ କେଉଁ ବର୍ଗର ଅନ୍ତର୍ଗତ? ଏଇଠି କ ଅଛି, କଟା କ ବର୍ଗର ଅନ୍ତର୍ଗତ। ତାର ପ୍ରଥମ ସ୍ଥାନରେ ସେଇ ବର୍ଗର ତୃତୀୟ ବର୍ଣ୍ଣ ହବ। ତାମାନେ ଅର୍ଥାତ୍ ଏଠି ଆମେ କଣ ଦେଖିଲେ? ଦେଖନ୍ତୁ ଦିକ୍ ଅନ୍ତ, ଦିକ୍ ଅନ୍ତ। ଏଠି କଟା ଆମର ପରିବର୍ତ୍ତନ ହୋଇ ତାର ତୃତୀୟ ବର୍ଣ୍ଣ ହବ। କଣ ହବ? ନା କ, ଖ, ଗ। ଗଟା ହଉଛି ଆମର କଣ? କ, ଖ, ଗ। ଗଟା ହଉଛି ଆମର କଣ? ତୃତୀୟ ବର୍ଣ୍ଣ। ଦିକ୍ ଅନ୍ତ, এই କଟା ପରିବର୍ତ୍ତନ ହେଇଗଲା, ଅଟି ଲୋପ ପାଇଯିବ। ତେଣୁ କ ଜାଗାରେ ଆମର ଗ ହେଇଯିବ, ତୃତୀୟ ବର୍ଣ୍ଣ ହେଇଯିବ।
ବୁଝିପାରିଲେ? ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱରବର୍ଣ୍ଣ, ଆମର ସ୍ୱରବର୍ଣ୍ଣ ଅ ହଉଛି ସ୍ୱରବର୍ଣ୍ଣ, ସ୍ୱରବର୍ଣ୍ଣ ରହିଲା। ତେଣୁକରି ଏଇ ଯୋଉ ଆମର ପ୍ରଥମ ଏକ୍ସାମ୍ପଲଟି, ଆମର ଏଇ ଯୋଉ ପ୍ରଥମ ନିୟମର ବ୍ୟଞ୍ଜନ ସନ୍ଧି ନିୟମର ଏଇ ସ୍ୱରବର୍ଣ୍ଣ ନିୟମକୁ ପ୍ରତିପାଦିତ କଲା। ତେଣୁକରି ଅ ଯେହେତୁ ସ୍ୱରବର୍ଣ୍ଣ, ନିୟମ ଅନୁସାରେ ବ୍ୟଞ୍ଜନ ବର୍ଣ୍ଣ ପରେ ଅ ରହିଛି ସ୍ୱରବର୍ଣ୍ଣ, ସ୍ୱରବର୍ଣ୍ଣକୁ ଲୋପ ହେଇଯିବ। ଆଉ କଟା କ ହଉଛି କେଉଁ ବର୍ଗର? କ ହଉଛି କ ବର୍ଗର। ତାହାର ତୃତୀୟ ବର୍ଣ୍ଣଟି କଣ ସେଇ କ ବର୍ଗର? ନା କ ଖ ଗ। ଗ ହଉଛି ତୃତୀୟ ବର୍ଣ୍ଣ, ଗଟି ଆମର କ ଲୋପ ପାଇ ସେଠାରେ ଗ ହେଇଯିବ, ତେଣୁ ଦିଗନ୍ତ। ବୁଝିପାରିଲେ? ଆଉ ଗୋଟେ ଏକ୍ସାମ୍ପଲ ନବା, ଆମର ଉଦଯାପନ। ଉଦଯାପନ ଯୋଉ ହେଇଛି, ଉଦଯାପନ ହେଇଛି। ଓକେ, ଉଦଯାପନରେ ଆମର ବ୍ୟଞ୍ଜନ ବର୍ଣ୍ଣ ରହିଲା, ପ୍ରଥମ ପଦର ଶେଷ ବର୍ଣ୍ଣଟି କଣ ରହିଲା? ବ୍ୟଞ୍ଜନ ବର୍ଣ୍ଣ ତ ରହିଲା। ତାପରେ ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଯାପନ ହେଲା, ଜ ଅନ୍त्यସ୍ତ ଜ ରହିଲା। ନିୟମ ଦେଇଛି ବ୍ୟଞ୍ଜନ ବର୍ଣ୍ଣ ପରେ ଜ ର ଳ ବ ହ ଥିଲେ, ତେଣୁ ଜ ଅଛି। ଯେହେତୁ ଜ ଅଛି, ତେଣୁକରି ଏଇ ଯୋଉ ଆମର ପୂର୍ବ ପଦର ଶେଷ ବର୍ଣ୍ଣରେ ଯୋଉ ବ୍ୟଞ୍ଜନ ବର୍ଣ୍ଣଟି ଅଛି ତର, ତଟି ଆମର କେଉଁ ବର୍ଗରେ ଅନ୍ତର୍ଭୁକ୍ତ? ନା ତଟି ତ ବର୍ଗରେ ଅନ୍ତର୍ଭୁକ୍ତ, ତେଣୁ ତ ଥ ଦ। ଓକେ, ତଟି ତ ବର୍ଗରେ ଅନ୍ତର୍ଭୁକ୍ତ। ଯେହେତୁ ଆମର ଏଠି ଅନ୍त्यସ୍ତ ଜ ଅଛି ଦ୍ୱିତୀୟ ଶବ୍ଦର ବା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ, ଏବଂ ପୂର୍ବ ପଦର ପ୍ରଥମ ଯୋଉ ଆମର ଶେଷ ବର୍ଣ୍ଣଟି ତ ବର୍ଗ ଅନ୍ତର୍ଭୁକ୍ତ, ତେଣୁକରି ନିୟମ ଅନୁସାରେ ଏଇ ତଟି ପରିବର୍ତ୍ତନ ହୋଇଯିବ କେଉଁଠିକୁ? ନା ତଟି ପରିବର୍ତ୍ତନ ହୋଇଯିବ ସେହି ବର୍ଗର ତୃତୀୟ ବର୍ଣ୍ଣକୁ, ତ ଥ ଦ। ଦ ହଉଛି ଆମର ତ ବର୍ଗର ତୃତୀୟ ବର୍ଣ୍ଣ। ତେଣୁ ଉତ୍ ଯୋଉ ଅଛି ତ ଜାଗାରେ ଆମେ ଦ ଲେଖିବା। ଦ ଲେଖିଲା ପରେ ଯୋଗ କରିଦେବା କଣ ହବ? ଉଦଯାପନ। ବୁଝିପାରିଲେ? ଦିକ୍ ଗଜ, ଆମର ଦିକ୍ଅନ୍ତ ଦିଗ୍ଗଜ, ଇଏ ଦୁଇଟି ସମାନ। ନିୟମ ପଢିକରି ଆସିଲେ। ଉଦ୍ଘାଟନ, ଉଦଯାପନ, ଉଦ୍ଘାଟନ ସେଇଭଳି ହବ। ଆମେ ଆଉ ଗୋଟେ ଦେଖିବା, ଦିକ୍ ବଳୟ। ଓକେ, ଦିକ୍ ବଳୟ କେମିତି ହେଲା ସେଇପରି ଦେଖନ୍ତୁ। ଦିକ୍ ବଳୟ, ଦିକ୍ ଗୋଟେ ପଦ, ପ୍ରଥମ ପଦ, ଦ୍ୱିତୀୟ ପଦ ବଳୟ। ପ୍ରଥମ ପଦର ଶେଷ ବର୍ଣ୍ଣଟି ବ୍ୟଞ୍ଜନ ବର୍ଣ୍ଣ ଅଛି କ, କଟି କ ବର୍ଗର ଅନ୍ତର୍ଗତ। ତାପରେ ଆମର ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଅଛି ବ, ଏଟା ସ୍ୱରବର୍ଣ୍ଣ ନୁହଁ, ଏଟା ବ ଅଛି। ଯେହେତୁ ବ ଅଛି, ବଟି ହଉଛି କେଉଁ ବର୍ଗର ଅନ୍ତର୍ଗତ? ନା ପ ବର୍ଗର ଅନ୍ତର୍ଗତ। ପ ଫ ବ ଭ ମ, ତେଣୁ ପ ବର୍ଗର ଅନ୍ତର୍ଗତ। ନିୟମ ଅନୁସାରେ ଆମର କଣ କରାଯିବ? ନା ଯେ ଆମର ଯୋଉ ଯେହେତୁ ଏଠି ବ ଅଛି, ଏଠି ବି ଆମର ଆମର ବ ଥିଲେ ବି ଦେଇଛି ନିୟମରେ ମଧ୍ୟ ବ ଥିଲେ, ବ୍ୟଞ୍ଜନ ବର୍ଣ୍ଣ ପରେ ଯଦି ଜ ର ଳ ବ ଥିବ, ତେଣୁ ବ ଅଛି। ବ ଯେହେତୁ ଅଛି, କଣ ହବ? ନା କ ବର୍ଗର ଯୋଉ ଆମର ପୂର୍ବ ପଦର ଶେଷ ବର୍ଣ୍ଣଟି ରହିଲା କ, ତାହା କେଉଁ ବର୍ଗ ଅନ୍ତର୍ଗତ? ନା କ ବର୍ଗ ଅନ୍ତର୍ଗତ। କ ବର୍ଗର ତୃତୀୟ ବର୍ଣ୍ଣଟି କିଏ? କ ଖ ଗ। ଗ ଏଠି ଆମେ ଡିସ୍କସନ କରି ସେଟା କ ଖ ଗ, ତେଣୁକରି କଟି ଲୋପ ପାଇ ସେଠି ଆମର ଗ ହୋଇଛି। ତେଣୁ ଦିକ୍ ଥିଲା, ତେଣୁ ଏଠି ଦିଗ୍ ହେଇଯିବ। ଆଉ ଯାହା ଥିଲା ଶେଷ ପଦର, ତାକୁ ଆମେ ଯୋଗ କରିଦବା, ଦିଗ୍ ବଳୟ। ଏଇଭଳି ଆମର ପ୍ରଥମ ଯୋଉ ବ୍ୟଞ୍ଜନ ସନ୍ଧିର ପ୍ରଥମ ନିୟମଟି ଏଇଭଳି ଆମେ ପାଳନ କରିକି ଲେଖିବା। ଏଇ ଯୋଉ ସନ୍ଧି ଗୁଡିକ ବହୁତ କନଫ୍ୟୁଜ କରିବ, ବାରମ୍ବାର ଏହାକୁ ଲେଖିକି ରଖିବେ, ବାରମ୍ବାର ପଢିବେ, ନିୟମ ଗୁଡିକ ମନେ ରଖିବେ, ତାପରେ ଆପଣ କ୍ଲିୟର ହେଇଯିବେ। କିଛି କିଛି ଆମର ବ୍ୟତିକ୍ରମ ଥାନ୍ତି, ନିୟମ ବହିର୍ଭୂତ ଥାନ୍ତି, ତାହାକୁ ମୁଖସ୍ଥ କରିବାକୁ ପଡିବ। ତେଣୁକରି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏକ୍ସାମ୍ପଲ ଗୁଡିକ। ପରବର୍ତ୍ତୀ ଏକ୍ସାମ୍ପଲ ଆମର ରହିଛି, ଦେଖନ୍ତୁ କଣ ରହିଲା। ନା ଆମେ କୋଉ ଏକ୍ସାମ୍ପଲ ଦେଖନ୍ତୁ, ବାକ୍ ଡିଣ୍ଡିମ, ଏଠି କ ଥିଲା, ତେଣୁକରି ଆମର ବାକ୍ ଡିଣ୍ଡିମ ହେଇଗଲା କ ଖ ଗ। ତୃତୀୟ ଆମ ବର୍ଣ୍ଣଟି ଆସିଲା ବୃହତ ରଥ, ତତ୍ ରଥ, ବାକ୍ ବିନ୍ୟାସ, ଦିକ୍ ହସ୍ତି, ଦିଘସ୍ତି ହେଲା। କଟା ଆମର ଗରେ ପରିଣତ ହେଲା, ତୃତୀୟ ବର୍ଣ୍ଣ ପରିଣତ ହେଲା ଉଦ୍ବେଗ। ସଟ ରଥ, ଟ ଠ ଡ ଆସିବ ସଟ ରଥ। ଆମର ନିୟମ କହିକି ଆସିଛି ଯେ ର ଥିବ କି ଳ ଥିବ କି ବ ଥିବ, ଦ୍ୱିତୀୟ ବର୍ଣ୍ଣ ଯୋଉ ଦ୍ୱିତୀୟ ପଦର ଶେଷ ଆମର ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ର ଳ ବ ଜ ଥିଲେ, ପ୍ରଥମ ପଦର ଯଦି ଆମର ପ୍ରଥମ ପଦର ଶେଷ ବର୍ଣ୍ଣଟି ବ୍ୟଞ୍ଜନ ବର୍ଣ୍ଣ ଥିବ, ଟ ଅଛି, ଏଠି ଟ ଅଛି, ଟଟି କେଉଁ ବର୍ଗର ଅନ୍ତର୍ଭୁକ୍ତ? କଚଟ ତପ, ଟ ବର୍ଗର ଅନ୍ତର୍ଭୁକ୍ତ। ତେଣୁ ଟଟି ପରିବର୍ତ୍ତନ ହେଇଯିବ, ଯେହେତୁ ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ର ଅଛି। ଟଟି କଣ ପରିବର୍ତ୍ତନ ହବ? ନା ଟଟି ଟ ବର୍ଗର ତୃତୀୟ ବର୍ଣ୍ଣକୁ ପରିବର୍ତ୍ତନ ହବ। ଟ ଠ ଡ, ଡ ହଉଛି ଏହାର ତୃତୀୟ ବର୍ଣ୍ଣ। ତେଣୁ ସଟ୍ ଜାଗାରେ ଆମେ ସଡ୍ ଲେଖିବା। ସଡ୍, ସଡ୍ ଯୁକ୍ତ ରଥ, ରଥ। ଏଇ ଡଟି, ଏଇ ଡରେ ର ଫଳ ଆକାରରେ ରଟି ଲାଗିଯିବ, ସଡ୍ ରଥ। ଏକ୍ସାମ୍ପଲଟି ହବ ଆମର ଫାଇନାଲ ଆନ୍ସରଟି ହବ ସଡ୍ ରଥ। ମାତ୍ର ଯାବତୀୟ, ଏଠାରେ ଇଟା ସ୍ୱର ବର୍ଣ୍ଣ ଅଛି,
ମାତ୍ର ଆମର ଯାବତ ନିୟମ ଅନୁସାରେ କଣ ଏଠି ତ ଥ ଦ ହବା କଥା ଯାବତୀୟ ହେଇଥାନ୍ତା, ମାତ୍ର ଏହା ହଉଛି ଏକ ବ୍ୟତିକ୍ରମ। ଯାବତୀୟ କରି ଆମର ଓଡିଆ ବ୍ୟାକରଣରେ କୌଣସି ଶବ୍ଦ ନାହିଁ, ତେଣୁକରି ଏଇ ବ୍ୟତିକ୍ରମଟିକୁ ବା ନିୟମ ବହିର୍ଭୂତ ଶବ୍ଦଟିକୁ ମନେ ରଖିବାକୁ ପଡିବ। ଯାବତୀୟ ନିୟମ ଅନୁସାରେ କଣ ରହିଲା, ଯଦି ପ୍ରଥମ ପଦର ଶେଷ ବର୍ଣ୍ଣଟି ଆମର ବ୍ୟଞ୍ଜନ ବର୍ଣ୍ଣ ରହିଲା, ତାପରେ ଆମର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ସ୍ୱର ବର୍ଣ୍ଣ ରହିଲା, ତେବେ ତେବେ କଣ ହବ, ନିୟମ ଅନୁସାରେ ସେ ଯୋଉ ପ୍ରଥମ ପଦର ଶେଷ ବ୍ୟଞ୍ଜନ ବର୍ଣ୍ଣର ଯେଉଁ ବର୍ଗରେ ଅନ୍ତର୍ଗତ, ତାହାର ତୃତୀୟ ବର୍ଣ୍ଣଟି ସେଠାରେ ଲାଗିବ, ସେଠାରେ ବ୍ୟବହାର କରାଯିବ। ତେଣୁ ତୃତୀୟ ବର୍ଣ୍ଣ ହେଲେ କଣ, ତ ଥ ଦ ହଉଛି ତ କଚଟ ତପ ତ ବର୍ଗର ଆମର ତ ଥ ଦ ହଉଛି ତୃତୀୟ ବର୍ଣ୍ଣ, ତ ଜାଗାରେ ଦ ଲାଗିବା କଥା। ଯେହେତୁ ଆମର ଯାବତୀୟ କରି ଏକ ଓଡିଆ ଶବ୍ଦ ଓଡିଆ ବ୍ୟାକରଣରେ ନାହିଁ, ତେଣୁ ଏହା ଏକ ନିୟମ ବହିର୍ଭୂତ ସନ୍ଧି ଅଟେ। ଯାବତୀୟ ହଉଛି ଠିକ, ଓକେ, ଏଇଟାକୁ ମନେ ରଖିବେ, ଯାବତୀୟଟା ନିୟମ ବହିର୍ଭୂତ ଅଟେ। ତ ଚାଲନ୍ତୁ ଦେଖିବା ଦ୍ୱିତୀୟ ସନ୍ଧିଟି, ବ୍ୟଞ୍ଜନ ସନ୍ଧିଟି କଣ, ତା ନିୟମଟି କଣ। ତ ବା ଦ ପରେ, ଏଠି ଥିଲା କଣ, ତ ବା ଦ ପରେ, ତ ବା ଦ ପରେ ମାନେ ପ୍ରଥମ ପଦର ଶେଷ ବର୍ଣ୍ଣ ତ ବା ଦ ଥିବ, ପ୍ରଥମ ପଦର ଶେଷ ବର୍ଣ୍ଣ, ଓକେ, ଶେଷ ବର୍ଣ୍ଣ ତ ବା ଦ ଥିବ, ଓକେ। ତ ବା ଦ ପରେ ଚ ବା ଛ ଥିଲେ, ଚ ବା ଛ ଥିଲେ, ଅର୍ଥାତ୍ ଏଟା ହଉଛି ଆମର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ଓକେ, ଦ୍ୱିତୀୟ ପଦର ପ୍ରଥମ, ଅର୍ଥାତ୍ ପ୍ରଥମ ପଦର ଶେଷ ବର୍ଣ୍ଣ ତ ବା ଦ ଥିବ ଏବଂ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଚ ବା ଛ ଥିଲେ, ସେ ପ୍ରଥମ ପଦର ଶେଷ ବର୍ଣ୍ଣ ତ କିମ୍ବା ଦ ସ୍ଥାନରେ ଆମର କଣ ହବ ନା ଚ ହବ। ଏହି ଚଟି ପରବର୍ତ୍ତୀ ବର୍ଣ୍ଣ ସହ ଯୁକ୍ତ ହୋଇ ଯୁକ୍ତାକ୍ଷରରେ ପରିଣତ ହବ, ତା ସହ ସନ୍ଧିର ଶବ୍ଦଟି ଗଠିତ ହବ। ଏକ୍ସାମ୍ପଲ ମାଧ୍ୟମରେ ଦେଖିବ, ଆମର ଚଳଚ୍ଚିତ୍ରରେ ଚଳତ୍ ଗୋଟିଏ ପଦ, ଚିତ୍ର ଗୋଟିଏ ପଦ। ଚଳତ୍ ହଉଛି ପ୍ରଥମ ପଦ, ଚିତ୍ର ହଉଛି ଦ୍ୱିତୀୟ ପଦ। ପ୍ରଥମ ପଦ ଚଳତ୍ର ଶେଷ ବର୍ଣ୍ଣଟି ତ ଅଛି, ଚିତ୍ର ଦ୍ୱିତୀୟ ଯୋଉ ପଦ ଅଛି ଚିତ୍ର, ତାହାର ପ୍ରଥମ ପଦଟି ପ୍ରଥମ ବର୍ଣ୍ଣଟି ଆମର ଚ ଅଛି। ନିୟମ ଅନୁସାରେ କଣ, ପ୍ରଥମ ପଦର ଶେଷ ବର୍ଣ୍ଣ ତ ରହିଲା ଏବଂ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଚ ରହିଲା, ତେବେ କଣ ହବ ନା ତ ସ୍ଥାନରେ ଚ ହେଇଯିବ। ଏଠି ଯାଇଛି ତ ଥିଲା, ତ ଆମର ଚ ସାଙ୍ଗରେ ତ କରିଦବା, ଚଳତ୍ ଯୁକ୍ତ ଚିତ୍ର, ହେଲା ନା, ଏଇ ତ ଜାଗାରେ ଆମେ ଚ କରିଦବା। ଏଇ ଚଟି ପରବର୍ଣ୍ଣ ଯୋଉ ଅଛି ଆମର ଚ ଅଛି ପରବର୍ଣ୍ଣ, ତା ସହିତ ମିଶି ଦ୍ୱିତୀୟ ଚ ହେଇଯିବ, ଦ୍ୱିତୀୟ ଚ ଚିତ୍ର ହେଲା, ଚଳଚିତ୍ର, ବୁଝିପାରିଲ। ସେ ଦେଇଛି ତ ଚ ଇ ଅଛି, ଆମର କଣ ଏଟା ତ ଥିଲା, ଚ ଆଉ ଚ ହର୍ଷେଇକାର ଇ, ସେଇଟାକୁ ଦେଇଛି ଏଠି, ତେଣୁ ତ ଜାଗାରେ ନିୟମ ଅନୁସାରେ ଆମର ଚ ହେଇଗଲା। ଚ ଆଉ ଯୋଉ ଆମର ପରବର୍ଣ୍ଣର ଯୋଉ ଚ ହର୍ଷେଇକାରଟା ଥିଲା, ସେଇଟା ଯୋଗ ହେଇଗଲା, ଚି ହେଇଗଲା, ତେଣୁକରି ଚଳଚିତ୍ର, ବୁଝିପାରିଲେ। ଆଉ ଗୋଟେ ଆମେ ଦେଖିବା ବିପର୍ଯ୍ୟୟ, ଏକ୍ସାମ୍ପଲ ଟା ବିପର୍ଯ୍ୟୟ। ବିପଦ ହଉଛି ଆମର କଣ, ପ୍ରଥମ ପଦ, ଚୟ ହଉଛି ଦ୍ୱିତୀୟ ପଦ। ନିୟମ ଅନୁସାରେ ପ୍ରଥମ ପଦର ଶେଷ ବର୍ଣ୍ଣଟି ଏଠାରେ ଦ ଅଛି, ଠିକ ଅଛି, ଦ ଅଛି। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଚ ଅଛି, ତେଣୁ କଣ କଣ ହବ ନା ପ୍ରଥମ ପଦର ଶେଷ ବର୍ଣ୍ଣ ଯୋଉ ଦ ଅଛି ସେଟା ଚ ରେ ପରିଣତ ହବ, ତାକୁ ଆମେ ଚ କରିଦବା, ବିପଚ୍ ଯୁକ୍ତ ଚୟ ହେଇଗଲା, ତାପରେ ସେଇ ଚଟି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ସହ ଯୁକ୍ତ ହୋଇଯିବ, ଦ୍ୱିତୀୟ ଚ ହେଇଗଲା, ଦ୍ୱିତୀୟ ଚ ହେଲେ ଆମର କଣ ହବ, ବିପଚୟ, ଫାଇନାଲ ଆନ୍ସର ବିପଚୟ, ବୁଝିପାରିଲେ। ସେଭଳି ତଦ୍ ଛବି, ଆମର ନିୟମ ଅନୁସାରେ ପ୍ରଥମ ପଦର ଶେଷ ବର୍ଣ୍ଣଟି ଦ ରହିଲା, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଛ ରହିଲା, ଚ କିମ୍ବା ଛ ଥିବା ଦରକାର, ଛ ରହିଲା, ତେବେ କଣ ହବ ନା ପ୍ରଥମ ବର୍ଣ୍ଣର ଶେଷ ବର୍ଣ୍ଣଟି ପରିବର୍ତ୍ତନ ହୋଇଯିବ ଚ କୁ, ତଦ୍ ଅଛି, ଯେହେତୁ ନିୟମ ସାଟିସ୍ଫାଇ କରୁଛି ତେଣୁ ତଚ୍ ହେଇଗଲା, ତଚ୍ ଯୁକ୍ତ ଛବି। ତାପରେ ଆମର ଚ ଛ ଦୁଇଟି ମିଳନ ହୋଇଯିବ, ଚ ଛର ମିଳନରେ ଆମର ଦ୍ୱିତୀୟ ଛ, ତେଣୁକରି ଫାଇନାଲ ଆନ୍ସରଟି ହବ ତଚ୍ଛବି, ବୁଝିପାରିଲେ। ତିନି ନମ୍ବର ନିୟମ ହଉଛି ବ୍ୟଞ୍ଜନ ସନ୍ଧିରେ କଣ, ସେଠି ଥିଲା ତ ବା ଦ ପରେ ଚ ବା ଛ, ସେଇ ଏକ୍ସାକ୍ଟ ସେଇଭଳିଆ ନିୟମ, ମାତ୍ର ବର୍ଗେ ଜ ବା ଝ ଏଠି ଅଛି। ପ୍ରଥମ ପଦର ଶେଷ ବର୍ଣ୍ଣରେ ତ ବା ଦ ଥିବ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ ଆମର ଜ ବା ଝ ଥିବ, ତାହେଲେ ତ
ତ ବା ଦ ସ୍ଥାନରେ ବର୍ଗେଜ ହୋଇଛି। এই ବର୍ଗେଜଟି ପରବର୍ତ୍ତୀ ବର୍ଣ୍ଣ ସହ ଯୁକ୍ତ ହୋଇଯିବ। ଯଦି ଆପଣ ମାନେ ଦ୍ୱିତୀୟ ନିୟମଟିକୁ ଭଲ ଭାବରେ ବୁଝିଥିବେ, ଏ ନିୟମଟି ସହଜ ହବ ବୁଝିବା ପାଇଁ। ଚ ବା ଛ ଜାଗାରେ ଏଠି ଜ ବା ଛ ଅଛି। ତେଣୁକରି ଦେଖନ୍ତୁ ପ୍ରଥମ ନିୟମଟି ଆମର କଣ ଦେଲା ନା ଉତ୍ଜଳ ଉଜ୍ଜଳ। ଉତ୍ ହଉଛି ପ୍ରଥମ ଶବ୍ଦ, ପ୍ରଥମ ପଦ, ଜଳ ହଉଛି ଦ୍ୱିତୀୟ ପଦ। ପ୍ରଥମ ପଦର ଶେଷରେ ନିୟମ ଅନୁସାରେ ତ ଅଛି। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ନିୟମ ଅନୁସାରେ କଣ ବର୍ଗେଜ ଅଛି। ତେଣୁକରି ନିୟମ କଣ କହିଲା, ଯଦି ଏଇ ନିୟମଟି ସାଟିସ୍ଫାଏ କରୁଥିବ ତେବେ ତ ବା ଦ ସ୍ଥାନରେ ବର୍ଗେଜ ହବ। ତେଣୁ ଉତ୍ର ଯୋଉ ତ ଅଛି ସେଠି ବର୍ଗେଜ ହେଇଯିବ। କଣ ବର୍ଗେଜ ହେଲା, କଣ ଉଜ୍ଜ ହେଲା, ଉଜ୍ ଯୁକ୍ତ ଜୋଳ ରହିଲା। ତାପରେ ଏଇ ଜ ଟି ପରବର୍ତ୍ତୀ ବର୍ଣ୍ଣ ସହ ମିଶିଯିବ, ହେଲେ ଦ୍ୱିତୀୟ ଜ ଆମର ହେଇଗଲା ଉଜ୍ଜଳ। ଆଉ ଯାହା ଥିବ ସେ ଉଜ୍ଜଳ, ଦ୍ୱିତୀୟ ଜରେ ବ ଫଳା ଉଜ୍ଜଳ। ବୁଝିପାରିଲେ? ସେଭଳି ଆମର ବିପଦ ଜନକ ଦେଖିବା। ବିପଦ ହଉଛି ପ୍ରଥମ ପଦ, ପ୍ରଥମ ପଦର ଶେଷ ବର୍ଣ୍ଣଟି ଦ ଅଛି। ଆଉ ଆମର ଜନକ ହଉଛି ଦ୍ୱିତୀୟ ପଦ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ବର୍ଗେଜ ଅଛି। ଯେହେତୁ ନିୟମ ଅନୁସାରେ ଦ ପରେ ବର୍ଗେଜ ଥିଲେ, ଦ ର ପରିବର୍ତ୍ତନ ଘଟି ବର୍ଗେଜରେ ପରିଣତ ହୋଇଗଲା। ଏଠାରେ ଆମ ଦ ଅଛି, ଜ ଅଛି, ତେଣୁ ଦ ର ପରିବର୍ତ୍ତନ ଘଟି ବର୍ଗେଜ ହୋଇଗଲା। ଏଇ ବର୍ଗେଜଟି ବର୍ଗେଜ ସହ ଆମ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ବର୍ଗେଜ ସହ ମିଶିକି ଆମର ଦ୍ୱିତୀୟ ଜ ହୋଇଗଲା। ଦ୍ୱିତୀୟ ଜ ହେଲା ପରେ ଯେଉଁ ପଦଟି ଫାଇନାଲ ପଦଟି ଆସିଲା ତାହା ହେଉଛି ଆମର ସନ୍ଧି ପଦ ବିପଜ୍ଜନକ। ସେଇଭଳି ଆମର ଅଛି ତତ୍ ଜନ୍ୟ, ତଜ୍ଜନ୍ୟ, ତତ୍ ଜନ୍ୟ। ପ୍ରଥମ ପଦ, ଇଏ ହେଲା ଆମର ଦ୍ୱିତୀୟ ପଦ। ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଅଛି, ନିୟମ ସାଟିସ୍ଫାଇ କଲା। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ବର୍ଗେଜ ଅଛି, ନିୟମ ସାଟିସ୍ଫାଇ କଲା। ତେଣୁ ଯଦି ନିୟମ ସାଟିସ୍ଫାଇ କଲା ତାହେଲେ କଣ ହବ ଏଠି ନା ପ୍ରଥମ ବର୍ଣ୍ଣର ଶେଷ ଯୋଉ ତଟି ଅଛି, ତଟି ପରିବର୍ତ୍ତନ ହୋଇକି ଆମର ଜରେ ପରିଣତ ହେଇଗଲା। ତଟି ପରିବର୍ତ୍ତନ ହେଇକି ଲେଖିବା, ତ ଜ ଥିଲା, ତ ଥିଲା, ତଟି ପରିବର୍ତ୍ତନ ହେଇ ଜରେ ହେଇଗଲା, ତଜ ଯୁକ୍ତ ଜନ୍ୟ। ତାପରେ କଣ ହବ ନା ଏଇ ଯୋଉ ଜଟି ଯୋଉ ତର ଯୋଉ ପରିବର୍ତ୍ତନ କରି ଜ ହେଇଛି, ସେଇ ଜଟି ପରବର୍ତ୍ତୀ ବର୍ଣ୍ଣ ସହ ଯୋଗ ହୋଇଯିବ। ବର୍ଗଜ ସହିତ ବର୍ଗଜ ଯୋଗ ହେଲେ ଦ୍ୱିତୀୟ ଜ ହବ। ତେଣୁକରି ଫାଇନାଲ ୱାର୍ଡଟି ହବ କଣ, ତଜ୍ଜନ୍ୟ। ବୁଝିପାରିଲେ? এইটা হচ্ছে তার 3 নম্বর নিয়ମ ବ୍ୟଞ୍ଜନ ସନ୍ଧିର। ଓକେ, ପରବର୍ତ୍ତୀ ଚତୁର୍ଥ ନିୟମଟି ହଉଛି ବ୍ୟଞ୍ଜନ ସନ୍ଧିର ତ ବା ଦ ପରେ, ଅର୍ଥାତ୍ ପ୍ରଥମ ପଦର, ସବୁବେଳେ ମନେ ରଖିବେ ଯୋଉ ତ ବା ଫାଷ୍ଟ ଯୋଉ ପଦଟି ଲେଖୁଛି ସେଟା ହେଲା ପ୍ରଥମ ପଦର ଶେଷ ବର୍ଣ୍ଣ। ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଥିବ ଏବଂ ପରେ ଡ ଥିବ, ତା ଅର୍ଥ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଡ ଥିବ, ତାହେଲେ ତ ବା ଦ ସ୍ଥାନରେ ଡ ହବ। এই ଡଟି ପରବର୍ତ୍ତୀ ବର୍ଣ୍ଣ ସହ ଯୁକ୍ତ ହବ। 2, 3, 4 ପ୍ରାୟତଃ ସମାନ, କେବଳ ବର୍ଣ୍ଣର ପରିବର୍ତ୍ତନ ଘଟିଛି। ନିୟମଟି ସମାନ, ନିୟମଟା ସମାନ କିନ୍ତୁ ବର୍ଣ୍ଣର ପରିବର୍ତ୍ତନ ଘଟେ। ଦେଖନ୍ତୁ କଣ ହେଇଛି ନା ତ ବା ଦ ସ୍ଥାନରେ ଆମର ଉତ୍ ଡିନ ଦେଇଛି। ପ୍ରଥମ ପଦ ଉତ୍, ସେକେଣ୍ଡ ପଦଟି ଡିନ। ନିୟମ ଅନୁସାରେ ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଡ ଅଛି। ତେଣୁକରି କଣ ହବ ନା ପ୍ରଥମ ପଦର ଶେଷ ବର୍ଣ୍ଣ ଯୋଉ ତ ଅଛି, ସେ ତର ପରିବର୍ତ୍ତନ ଘଟି ତ ସ୍ଥାନରେ ଡ ହବ ଏବଂ ଡଟି ଦ୍ୱିତୀୟ ବର୍ଣ୍ଣର ପ୍ରଥମ ପଦ ସହ ଯୋଗ ହବ, ଦ୍ୱିତୀୟ ଡ ହେଇଯିବ। ତେଣୁକରି କଣ ହବ ନା ଉଡ୍ଡୀନ, ଉଡ୍ଡୀନ। ଏଇ ତ ଡ ଇ ତ ଜାଗାରେ ଆମେ ଡ କରିଦେଲେ, ଏଇ ତଟା କଣ ନା ପ୍ରଥମ ପଦର ଶେଷ ବର୍ଣ୍ଣ ତ, ଇଏ ଡଟା କଣ ନା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ ଡ ଅଛି। ଦୀର୍ଘଇଟା ଆମେ ଦୀର୍ଘଇ କାରରୁ ଆସିଛି ଦୀର୍ଘ। ତେଣୁ ନିୟମ ଅନୁସାରେ ଆମର ପ୍ରଥମ ତଟି ଚେଞ୍ଜ ହୋଇ ଡରେ ପରିଣତ ହେଇଗଲା, ଆଉ ଯାହା ଥିଲା ତା ସହିତ ଯୋଗ ହେଇଗଲା ଡ ଯୁକ୍ତ ଡ ଯୁକ୍ତ ଇ ଡି। ତେଣୁ ଉଡ୍ଡୀନ, ତଦ୍ ଡିଣ୍ଡିମ, ତଡ୍ଡିଣ୍ଡିବ। ଓକେ, ତଡ୍ଡିମ୍ବ। ଓକେ, ତଦ୍ ଡିଣ୍ଡିମ। ତଦ୍ ଡିଣ୍ଡିମଟି ହଉଛି କେମିତି ନା ପ୍ରଥମ ପଦଟି ହେଲା କଣ ତଦ୍, ଦ୍ୱିତୀୟ ପଦଟି ହେଲା କଣ ଡିଣ୍ଡିମ। ଓକେ, ନିୟମ ଅଛି କଣ ନା ପ୍ରଥମ ପଦର ଶେଷ ବର୍ଣ୍ଣଟି ଦ କିମ୍ବା ଦ। ଏଠାରେ ପ୍ରଥମ ପଦର ଶେଷ ବର୍ଣ୍ଣଟି ଆମର ଅଛି କଣ ଦ ରହିଲା। ବୁଝିପାରିଲେ? ଦ ରହିଲା। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଡ ଆସିଛି, ଡ ଅଛି। ତେଣୁକରି ପ୍ରଥମ ପଦର ଆମର ଯୋଉ ଶେଷ ବର୍ଣ୍ଣଟି ରହିଲା ଡରେ ପରିଣତ ହେଇଯିବ। ଏଠି କଣ ହେଇଗଲା ନା ତଡ ହେଇଗଲା, ତଡ ଯୁକ୍ତ ଡିଣ୍ଡିମ, ଡିଣ୍ଡିମ। এই ଡଟି ଆମର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ସହ ଯୋଗ ହୋଇଯିବ, ଡ ଯୁକ୍ତ ଇ
କାରଣ ଏଠି ଆମର ଡି ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଡି ଅଛି, ତେଣୁ କଣ ହବ ଦ୍ୱିତୀୟ ଡରେ ଆମର ଦ୍ୱିତୀୟ ଡରେ ଯଦି ହର୍ଷଇକାରଟି ରହିବ ଡି ରହିଲା, ତେଣୁକରି କଣ ହବ ଫାଇନାଲ ଆନ୍ସରଟି ତଡି ଡିମ। ଓକେ, ଫାଇନାଲ ଆନ୍ସରଟି ଏହା। ବୁଝିପାରିଲେ? ପରବର୍ତ୍ତୀ 5 ନମ୍ବର ନିୟମଟି ହଉଛି ବ୍ୟଞ୍ଜନ ସନ୍ଧିର ତ ବା ଦ ପରେ, ତ ବା ଦ ପରେ ପ୍ରଥମ ପଦ ଯଦି ପ୍ରଥମ ପଦର ଶେଷ ବର୍ଣ୍ଣ ତ ବା ଦ ଥିବ, ତାପରେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ହ ଥିବ, ତେବେ ଏଇ ଯୋଉ ଆମର ଦୁହେଁ ମିଶିଯାଇ ତ ହଉ କି ଦ ହଉ ତା ସହିତ ହ ମିଶି ଯାଇକି ଦ୍ୱିତୀୟ ଧ ହେବ। ଏଟା ପୁରା ନିୟମ ସହଜ ନିୟମଟି। ଉଦ୍ହାର, ଉତ୍ ଅଛି ତ ଅଛି, ନିୟମ କହିଲା କଣ ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଅଛି, ତାପରେ ଦ୍ୱିତୀୟ ବର୍ଣ୍ଣର ପ୍ରଥମ ବର୍ଣ୍ଣଟି ହ ଅଛି, ଦୁଇ ଜଣ ମିଶିଯିବେ ଦ୍ୱିତୀୟ ଧ ହେଇଗଲା, ଦ୍ୱିତୀୟ ଧ ହେଇଗଲା। ଉଦ୍ଧାର, ତଦ୍ ହିତ, ଏଠି ଦ ଅଛି, ନିୟମ କହିଥିଲା ତ ବା ଦ ଥିଲେ ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ବା ଦ ଥିଲେ ଦ ଅଛି, ତେଣୁକରି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ କଣ ଅଛି ଦେଖିବା, ଏଟା ହ ଅଛି, ନିୟମ ବି ସାଟିସ୍ଫାଇ କଲା ଏଠି, ତେଣୁକରି ଦ ହ ମିଶିଗଲେ କଣ ହେଇଯିବ ଦ୍ୱିତୀୟ ଧ ହେଇଯିବ, ହର୍ଷଇକାର ହରେ ଥିଲା, ତେଣୁ ହର୍ଷିକାରଟି ବି ଆମେ ଦେଇଦେବା, ତଦ୍ଧିତ ହୋଇଗଲା। ସେଇଭଳି ଉଦ୍ଧତ, ସୁଧସ୍ତ, ସମ୍ପଧାନୀ, ଜଗଦ୍ଧିତ, ଜଗଦ୍ଧିତଟା ଦେଖିବା ତ ଅଛି, ଆମ ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଅଛି, ନିୟମ ଅନୁସାରେ ତ ଥିବା ଦରକାର, ତାପରେ ପ୍ରଥମ ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ହ ଅଛି, ହ ଥିଲେ ତ ହ ମିଶିଯିବ, ମିଶିକରି ଯୋଉ ଆମର ଦ୍ୱିତୀୟ ଧ ହେଇଯିବ, ଜଗଦ୍ଧ ହେଲା, ଯେହେତୁ ହରେ ହର୍ଷିକାରଟି ଅଛି ଆମର ହର୍ଷିକାର ଦେଇଦେବା ଜଗଦ୍ଧିତ। এই হচ্ছে আমার ফাইনাল আনসার। বুঝিପାରିଲେ? এইটা ଥିଲା ଆମର କଣ 5 ନମ୍ବର ବ୍ୟଞ୍ଜନ ସନ୍ଧିର ନିୟମ। ବ୍ୟଞ୍ଜନ ସନ୍ଧିର 6 ନମ୍ବର ନିୟମଟି କଣ ହଉଛି ନା 6 ନମ୍ବର ନିୟମଟି ହଉଛି ଯେ ତ ବା ଦ ପରେ, ତ ବା ଦ ପରେ ଲ ଥିଲେ ତ ବା ଦ ସ୍ଥାନରେ ଲ ହୁଏ, ଏହି ଲ ପରବର୍ତ୍ତୀ ଲ ସହିତ ମିଳିତ ହୋଇ ଦ୍ୱିତୀୟ ଲ ହୋଇଯାଏ। ଓକେ, ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ବା ଲ ଥିଲେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଯଦି ଲ ଥିବ, ତେବେ ପ୍ରଥମ ବର୍ଣ୍ଣର ଶେଷ ପଦ ଯୋଉ ତ ବା ଦ ଅଛି ତାହା ପରିବର୍ତ୍ତନ ହୋଇଯାଇ ଲ ହୋଇଯିବ, ସେହି ଲଟି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଲ ସହିତ ମିଳିତ ହୋଇ ଦ୍ୱିତୀୟ ଲ ରେ ପରିଣତ ହେବ। ମୁଁ ଯାହା କହୁଛି ସେଟା ମନ ଦେଇକି ଶୁଣୁଥାନ୍ତୁ, ଯଦି ପାରିବେ ନୋଟ ବି କରିପାରିବେ। ବୁଝିପାରିଲେ? ତେଣୁକରି ପ୍ରଥମ ବର୍ଣ୍ଣ ଯୋଉ ଆମର ପ୍ରଥମ ଏକ୍ସାମ୍ପଲ ବିଦ୍ୟୁତ ଲତାରେ ଦେଇଛି, ବିଦ୍ୟୁତ ହଉଛି ପ୍ରଥମ ପଦ, ଲତା ହଉଛି ଦ୍ୱିତୀୟ ପଦ, ବିଦ୍ୟୁତର ଶେଷ ପଦଟି ହଉଛି ତ, ନିୟମ ଅନୁସାରେ ତ ଥିବା ଦରକାର, ତ ବା ଦ ଦେଇଛି ତ ଅଛି, ନିୟମ ସାଟିସ୍ଫାଇ କଲେ। ଦ୍ୱିତୀୟ ପଦଟି ର ପ୍ରଥମ ବର୍ଣ୍ଣ ଲ ଥିବା ଦରକାର, ଲ ଅଛି, ତେବେ କଣ ହବ ନା ତ ବା ଦ ସ୍ଥାନରେ ଲ ହେଇଯିବ, ଏଇ ତ ସ୍ଥାନରେ ଆମର ଲ ଆସିଗଲା, ତଟି ଲୋପ ପାଇଗଲା, ତେଣୁକରି ଏଇ ଲ ପରବର୍ତ୍ତୀ ଲ ସହ ମିଶି ଦ୍ୱିତୀୟ ଲ ହେଇଗଲା, ବିଦୁଲ୍ଲତା ହେଲା। ବୁଝିପାରିଲେ? ଆଉ ଗୋଟେ ଏକ୍ସାମ୍ପଲ, ସବୁ ଏକ୍ସାମ୍ପଲ ଗୋଟେ ଗୋଟେ କରି ବୁଝେଇଲେ ଏ କ୍ଲାସଟି ଲମ୍ବି ଯିବ, ତେଣୁକରି ଆମେ କମ ଏକ୍ସାମ୍ପଲ ମାଧ୍ୟମରେ ବୁଝେଇବାକୁ ଚେଷ୍ଟା କରିବା। ଓକେ, ଆଉ ଗୋଟେ ଏକ୍ସାମ୍ପଲ ଆମେ ଦେବା କଣ ତଦ୍ ଲଗ୍ନ, ତଲଗ୍ନ, ଏଇ ଏକ୍ସାମ୍ପଲ ଦେବା ତଦ୍ ଲଗ୍ନ। ଏକ୍ସାମ୍ପଲ ଆମର ନିୟମ କଣ କହିଛି, ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ବା ଦ, ଏଠାରେ ଦ ଅଛି, ନିୟମ ସାଟିସ୍ଫାଇ କଲା। ତାପରେ ନିୟମଟି କଣ ନା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଲ ଥିବ, ଲ ଅଛି, ନିୟମ ପୁରା ସାଟିସ୍ଫାଇ କଲା। ତେବେ କଣ ହବ ନା ପ୍ରଥମ ବର୍ଣ୍ଣର ଶେଷ ଯୋଉ ଅଛି ତ ବା ଦ ଥିବ, ଦ ଅଛି ଶେଷ ବର୍ଣ୍ଣଟି ପ୍ରଥମ ପଦ, ଦ ସ୍ଥାନରେ ଆମର ଲ ଲେଖିବ, ତାହେଲେ ଏଟା କଣ ହେଇଗଲା ତଲ୍ଲ ହେଇଗଲା, ତଲ୍ଲ ଯୁକ୍ତ ଲଗ୍ନ। ତାପରେ କଣ ନିୟମ ଦେଲା ନା ଏହି ଲ ଯୋଉ ଦ ପରିବର୍ତ୍ତେ ଯୋଉ ଲଟି ଅଛି ବା ତ ପରିବର୍ତ୍ତେ ଯୋଉ ଲଟି ଆମେ ନେଲେ, ସେଇ ଲଟି ପରବର୍ତ୍ତୀ ଲ ସହ ଯୋଗ ହୋଇ ଦ୍ୱିତୀୟ ଲ ହୋଇଗଲା। ଆଉ ରହିଲା କଣ ତ ରହିଲା, ଗ୍ନ ରହିଲା, ତେଣୁକରି ତାକୁ ମିଶେଇଦବା, କଣ ହେଇଗଲା ତଲଗ୍ନ। ବୁଝିପାରିଲେ? এইটা হচ্ছে ଆମର 6 ନମ୍ବର ନିୟମ ବ୍ୟଞ୍ଜନ ସନ୍ଧିର। ଏହା ଭିତରୁ ଆମର ଦେଇଛି ଆମର ଯୋଉ କିଛି ବ୍ୟତିକ୍ରମ ଯୋଉ ରହିଥାଏ ନ ପରେ, କିନ୍ତୁ ନ ପରେ ଲ ଥିଲେ ଏଟା ଆମର ରହିଲା ତ ଦ ପରେ ଲ ଥିଲେ, ନ ପରେ ଲ ଥିଲେ ନ ସ୍ଥାନରେ ଚନ୍ଦ୍ରବିନ୍ଦୁ ହୁଏ, ଯେମିତି ମହାନ ଲୋକ ଅଛି, ଏଟା ମନେ ରଖିବେ, ନ ପରେ ଲ ଅଛି, ତେଣୁକରି ମହାଲୋକ ହବ, ଏଠି ଆଉ ଆମର ଦ୍ୱିତୀୟ ଲ ହବନି କି କଣ ହବନି, କିନ୍ତୁ ମହାଲୋକ ହବ। ତାପରେ ଆମର ଏଇ ଯୋଉ 6 ନମ୍ବର ନିୟମଟି ଏଠି ଲାଗୁ ହବନି। ଓକେ, ମହାଲୋକ ହବ, ଆମର 9 ସ୍ଥାନରେ ଚନ୍ଦ୍ରବିନ୍ଦୁ ହବ, ଏଟା ଗୋଟେ ବ୍ୟତିକ୍ରମ, ଏଟା ମୁଖସ୍ଥ କରି ମନେ ରଖିବେ। 6 ନମ୍ବର ନିୟମଟି ଆପଣ ବୁଝିପାରିଲେ? ତ
ତ ବା ଦ ପରେ ଲ ଥିଲେ ତ ବା ଦ ଥିଲେ ଲ ହବ, ତା ସହିତ ସେ ଲଟି ଦ୍ୱିତୀୟ ଲ ହେଇଯିବ, ଯୋଉ ପରବର୍ତ୍ତୀ ଲ ସହ ମିଶିକି ଦ୍ୱିତୀୟ ଲ ହେଇଯିବ, ଦ୍ୱିତୀୟ ଲ ହୋଇ ଫାଇନାଲ ସନ୍ଧି ଶବ୍ଦଟି ଗଠନ କରିବ। 7 ନମ୍ବର ସନ୍ଧି, ଯୋଉ ବ୍ୟଞ୍ଜନ ସନ୍ଧିର ନିୟମଟି କଣ ହଉଛି ନା, ତ ବା ଦ ପରେ ପ୍ରଥମ ପଦର ଶେଷ ବର୍ଣ୍ଣ କଣ ଥିବ ନା ତ ବା ଦ। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ମୋ ଅକ୍ଷର ତ ଭଲ ନୁହଁ, ପଢିବାକୁ ଚେଷ୍ଟା କରିବ। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କଣ ରହିଲା, ତାଲବେଶ୍ୟ ଥିଲେ ତ ବା ଦ ସ୍ଥାନରେ, ଅର୍ଥାତ୍ ପ୍ରଥମ ପଦର ଶେଷ ବର୍ଣ୍ଣରେ ଚ ହବ, ତ ବା ଦ ଚ ହବ, ତା ସହିତ ତାଲବେଶ୍ୟ ସ୍ଥାନରେ ଛ ହବ। ତାପରେ ଏଇ ଚ ଛ ମିଶି ଯାଇକି କଣ ହେବେ, ଜାଣିଛନ୍ତି ଚ ଛ ମିଶିଲେ ଦ୍ୱିତୀୟ ଛରେ ପରିଣତ ହେବ। ବୁଝିପାରିଲେ? କଣ ଏକ୍ସାମ୍ପଲ ଦେବି ବୁଝିହେଇଯିବ। ନିୟମ କଣ ଦେଲା ନା, ପ୍ରଥମ ପଦର ଶେଷ ବର୍ଣ୍ଣ, ଏଠାରେ ଦୁଇଟି ପଦ ଅଛି, ଉତ୍ ଅଛି ଗୋଟିଏ, ଶୃଙ୍ଖଳ ଗୋଟିଏ ଅଛି। ଉତ୍ ହଉଛି ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଅଛି, କରେକ୍ଟ, ତ ଅଛି। ପରେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ତାଲବେଶ୍ୟ ଥିବ, ତ ତାଲବେଶ୍ୟ ଅଛି, ତେବେ କଣ ହବ ନା, ପ୍ରଥମ ପଦର ତ ବା ସ ଟା, ଯୋଉ ଆମର ପ୍ରଥମ ପଦର ତ ଜାଗାରେ ଆମର ଚ ହେଇଛି, ଆଉ ତାଲବେଶ ଜାଗାରେ ଛ ହେଇଛି, ଛ ହେଇଗଲା। ଏଇ ଚ ଛ ମିଶିକି ଆମର ଦ୍ୱିତୀୟ ଛ ହେଇଗଲେ। ଆଉ ରହିଲା କଣ, ରୁ କାଟି ଦେଇଦବା, ଉଚ୍ଛୃଙ୍ଖଳ। ଦେଖନ୍ତୁ ଆଉ ଥରେ ଏଇ ଯୋଉ ଏକ୍ସାମ୍ପଲ ଯାହା ଦେଇଛି ସେଇ ଅନୁସାରେ ବୁଝେଇ ଦଉଛୁ। ନିୟମ ଦେଲା, ତ ବା ଦ ପରେ ତାଲବେଶ ଥିଲେ, ତେଣୁ ଆମର ପ୍ରଥମ ପଦର ଶେଷ ବର୍ଣ୍ଣଟି ତ ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ତାଲବେଶ ଅଛି, ତ ବା ଦ ପରେ ସ ଥିଲେ, ତର ପରିବର୍ତ୍ତନ ଘଟି କଣ ହବ ନା, ଆମର ତ ନିଆଯାଇଛି, ତର ପରିବର୍ତ୍ତନ ଘଟି ଚ କରାଯାଇଛି, ଏଠାରେ ଚ ହୋଇଯାଇଛି। ତାପରେ ପରବର୍ତ୍ତୀ ବର୍ଣ୍ଣ, ଯୋଉ ପଦର ପ୍ରଥମ ବର୍ଣ୍ଣ ତାଲବେଶ, ସୁ ଅଛି ତାଲବେଶ ଆଉ ରୁ, ସେ ଟି ପରିବର୍ତ୍ତନ ହେଇ କଣ ହେଇଯିବ ନା ଛ ହେଇଯିବ। ଏଠି ଦେଖନ୍ତୁ ନିୟମ ଦେଇଛି, ଛ ହେଇଗଲା, ତା ସହିତ ରୁ ତ ରହିବ, ଚ ଛ ର ମିଶ୍ରଣରେ ଦ୍ୱିତୀୟ ଛ, ରୁଟା ଫଳ ରୂପେ ଯୋଗ ହେଇଛି, ଛୁ ହେଲା ପରେ ଆମର ଫାଇନାଲ ୱାର୍ଡରେ ତ ଆଉ ତାଲବେଶକୁ ଲୋପ କରିଦବା, ଆଉ ରହିଲା କଣ, ଉଚ୍ଛୃଙ୍ଖଳ। ଏଇ ଯୋଉ ସେ ଦିଟା ଜାଗାରେ ଆମର ଛୁ ଲେଖିଦେଲେ ଉଚ୍ଛୃଙ୍ଖଳ ହେଲା। ସେଇଭଳି ଆଉ ଏକ ଏକ୍ସାମ୍ପଲ ନବା, କଣ ଦର ଗୋଟେ ଏକ୍ସାମ୍ପଲ ନବା, ବିପଦ ସଂଖ୍ୟା, ଏଇ ବିପଦ ସଂଖ୍ୟା ଏକ୍ସାମ୍ପଲଟା ଦେଖନ୍ତୁ। ନିୟମ ଦେଲା କଣ, ପ୍ରଥମ ପଦର ଶେଷ ବର୍ଣ୍ଣଟି ଦ ଥିବ, ଦ ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ତାଲବେଶ ଥିବ, ତାଲବେଶ ଅଛି, ତେବେ କଣ ହବ ନା, ଆମର ଯୋଉ ପ୍ରଥମ ବର୍ଣ୍ଣରେ ଯୋଉ ତ ବା ଦ ଥିବ, ଯୋଉ ଶେଷ ବର୍ଣ୍ଣଟି, ତାହା ପରିବର୍ତ୍ତିତ ହୋଇ ଚରେ ପରିବର୍ତ୍ତିତ ହୋଇଯିବ, ଚରେ ହେଇଗଲା, ତେଣୁକରି କଣ ହେଲା ନା, ବିପଚ ଯୁକ୍ତ ଟା ଆମର ତାଲବେଶ, ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ତାଲବେଶ ଅଛି, ତା ଜାଗାରେ ଛ ହେଇଯିବ, ଛଙ୍କା ବିପଚ ଛଙ୍କା। ତାପରେ ଆମର ଚ ଆଉ ଛ ର ମିଶ୍ରଣ ଘଟିଯିବ, ଦ୍ୱିତୀୟ ଛ ହୋଇଯିବ, ଦ୍ୱିତୀୟ ଛ କରିଦେଲେ ଆଉ ରହିଲା କଣ, ଫାଇନାଲ ନା ବିପଛଙ୍କା। ବୁଝିପାରିଲେ? ଏଇଟା ଏଠି ସେଇ ଏକ୍ସାମ୍ପଲଟିକୁ ବିସ୍ତାର ରୂପେ ଦେଇଛି ନା, ଏଇଟା ହେଲା ଆମର ଦଟି ହଉଛି ପ୍ରଥମ ପଦର ଶେଷ ବର୍ଣ୍ଣ, ତାଲବେଶଟି ହଉଛି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, 10 ନେଇଛି, ନିୟମ ଅନୁସାରେ 10 ଯଦି ପାଖାପାଖି ଥିବେ, ତେବେ ଦ ର ପରିବର୍ତ୍ତନ ଘଟି ଚ, ସ ର ପରିବର୍ତ୍ତନ ଘଟି ଛ ହେଇଗଲା, ଏଇ ଦୁଇଟି ଯୋଗ ହୋଇ ଦ୍ୱିତୀୟ ଛରେ ପରିଣତ ହେଲେ, ତାପରେ ଆମର ଫାଇନାଲ ସନ୍ଧି ଶବ୍ଦଟି ଆମେ ଲେଖିପାରିବା, ବିପଦଶଙ୍କା। ବୁଝିପାରିଲେ? ପରବର୍ତ୍ତୀ 8 ନମ୍ବର ନିୟମଟି ବ୍ୟଞ୍ଜନ ସନ୍ଧିର ହଉଛି, ପରପଦର ପ୍ରଥମ ବର୍ଣ୍ଣ, ଓକେ, ନ ବା ମ ହୋଇଥିଲେ ପୂର୍ବ ପଦର ଶେଷ ବର୍ଣ୍ଣ ଯେଉଁ ବର୍ଗର ହୋଇଥାଏ, ତା ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ ଏବଂ ତାହା ପରବର୍ତ୍ତୀ ବର୍ଣ୍ଣ ସହିତ ଯୋଗ ହୁଏ, ଓକେ, ଯୁକ୍ତ ହୁଏ। ବୁଝିବାକୁ ଚେଷ୍ଟା କରନ୍ତୁ, ଏଇଟା ଦେଲା ପରପଦ, ପ୍ରଥମ ପଦ କିଛି ଦେଇନି ହେଲା। ତେଣୁକରି ପ୍ରଥମ ପଦ ଯାହା ଥାଉ ନା କାହିଁକି, ଆମେ ଏଇ ନିୟମ ଅନୁସାରେ ମାର୍କ କରିବା କଣ ନା, ଯୋଉ ଦ୍ୱିତୀୟ ପଦ ରହିଲା, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି, ଏଟା ହେଲା ପରପଦ ମାନେ ଦ୍ୱିତୀୟ ପଦ, ଓକେ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ନ କିମ୍ବା ମ ଥିବ, କଣ ହବ, ତାହେଲେ ପୂର୍ବ ପଦରେ ଯେଉଁ ଶବ୍ଦଟି ଥିବ, ଯେଉଁ ଅକ୍ଷରଟି, ଯେଉଁ ବର୍ଣ୍ଣଟି ଥିବ ଶେଷରେ, ପୂର୍ବ ପଦର ଶେଷ ବର୍ଣ୍ଣଟି, ତାହାର ଯେଉଁ ବର୍ଗରେ ହୋଇଥିବ, ସେଇ ବର୍ଗର
ପଞ୍ଚମ ବର୍ଣ୍ଣ ସେଠାରେ ଲେଖାଯିବ। ତାପରେ ସେଇ ଯୋଉ ପଞ୍ଚମ ବର୍ଣ୍ଣଟି ପରବର୍ତ୍ତୀର ପଦର ପ୍ରଥମ ବର୍ଣ୍ଣ ସହିତ ଏ ନ ମ ସହିତ ଯୋଗ ହୋଇଯିବ। ଆମେ ଆଗେ ନିୟମରେ ଲେଖା ହେଇଛି ପରପଦର ପ୍ରଥମ ନ ମ ଥିବ, ତାମାନେ ନ ମ ସହ ସେଇ ପଞ୍ଚମ ବର୍ଣ୍ଣଟି ଯୋଗ ହୋଇ ନୂତନ ଶବ୍ଦ ଗଠନ କରିବ। ତେବେ ଆମେ ଦେଖିବା ଏକ୍ସାମ୍ପଲ ଜଗତନାଥ। ଓକେ, ଜଗତନାଥରେ ଦୁଇଟି ପଦ ରହିଲା, ଜଗତ ଗୋଟେ ରହିଲା ନାଥ। ଆମର ଦେଇଛି ପରପଦର ପ୍ରଥମ ନ ମ ଥିବ, ଆମର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ନ ଅଛି। ସାଟିସ୍ଫାଏ କଲେ ନ ଅଛି। ତେବେ ପୂର୍ବବର୍ତ୍ତୀ ଯୋଉ ପଦ ଅଛି ତାର ଶେଷ ବର୍ଣ୍ଣଟି କେଉଁ ବର୍ଣ୍ଣ, ଆମର କେଉଁ ବର୍ଗର ଅଛି? ତ ଅଛି, ବର୍ଣ୍ଣଟି ଅଛି କଣ? ତ। ତଟି କେଉଁ ବର୍ଣ୍ଣର? କ ଚ ଟ ତ ପ, 5ଟି ବର୍ଗ ଅଛି, ଆମେ ପଢିକି ଆସିଛନ୍ତି। ବାରମ୍ବାର କହୁଛି, ଆପଣ ମାନେ ଯାଇକି ସେଇ ଯୋଉ ଆମର ବର୍ଗ ବ୍ୟଞ୍ଜନ ଅବର୍ଗ ବ୍ୟଞ୍ଜନ ହେଲା ସେଗୁଡିକୁ ଆପଣ ପଢିପାରିବେ, ଓଡିଆ ଗ୍ରାମାର ପ୍ଲେ ଲିଷ୍ଟରେ ଅଛି। ଓକେ, ତେଣୁକରି ତ ଯୋଉ ବର୍ଣ୍ଣଟି ବା ତ ଅକ୍ଷରଟି କୋଉଠିର ଅଛି ନା ତ ବର୍ଣ୍ଣଟି ଅଛି କଚଟ ତ ଫଳେ ତର ଅଛି, ତ ବର୍ଗର ଅଛି। ତ ବର୍ଗର ନିୟମ ସେଇ ବର୍ଗର ପଞ୍ଚମ ବର୍ଣ୍ଣ ହବ। ତ ବର୍ଗର ପଞ୍ଚମ ବର୍ଣ୍ଣ କଣ? ତ, ଥ, ଦ, ଧ, ନ। ନ ହଉଛି ତ ବର୍ଗର ପଞ୍ଚମ ବର୍ଣ୍ଣ। ତେବେ ଆମେ ଏମିତି ଲେଖିପାରିବା, ଜଗତ ନାଥ ଥିଲା। ଓକେ, ଯେହେତୁ ନ ଅଛି ତେଣୁକରି ଆମେ ଦେଖିବା ପୂର୍ବ ଯୋଉ ଶବ୍ଦଟି ରହିଲା, ପଦଟି ରହିଲା, ତାହାର ଶେଷ ବର୍ଣ୍ଣଟି କେଉଁ ବର୍ଗର ଅଛି ନା ତ ବର୍ଗର ଅଛି। ତ ବର୍ଗର ଯେହେତୁ ଅଛି, ସେ ତ ଜାଗାରେ ସେହି ବର୍ଗର ପଞ୍ଚମ ବର୍ଣ୍ଣଟି ଲାଗିବ। ଜଗନ ହେଲା, ଜଗନ ହେଲା, ଜଗନ, ଜଗନ ତାପରେ ନାଥ। ଏଇ ନ ସହିତ ଆମେ ନ ର ଯୋଗ କରିଦେବା, ଦ୍ୱିତୀୟ ନ ହେଇଯିବ ନାଥ। ଫାଇନାଲ ଶବ୍ଦଟି ହେଲା କଣ? ଜଗନ୍ନାଥ। ବୁଝିପାରିଲେ? ତାପରେ ଆମେ ଦେଖିବା ବର୍ତ୍ତମାନ ଚିନ୍ମୟଟି ଦେଖିବା। ଓକେ, ଚିନ୍ମୟ ଯୋଉ ଆମର ଶବ୍ଦଟି ଗଠିତ ହୋଇଛି ଦୁଇଟି ଶବ୍ଦ, ଚିତ୍ ମୟ। ଚିତ୍ ହଉଛି ଆମର କଣ? ପ୍ରଥମ ପଦ, ମୟ ହଉଛି ଦ୍ୱିତୀୟ ପଦ। ନିୟମ ଅନୁସାରେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ନ କିମ୍ବା ମ ଥିବ, ଏଠାରେ ମ ଅଛି। କରେକ୍ଟ, ସାଟିସ୍ଫାଇ କଲା। ଯଦି ମ ଅଛି, ତେବେ ପୂର୍ବ ପଦର ଶେଷ ବର୍ଣ୍ଣଟି ଯାହା ଅଛି ତାହା କେଉଁ ବର୍ଗର ଅନ୍ତର୍ଭୁକ୍ତ? ନା ତ ଅଛି, ପୂର୍ବ ବର୍ଗର ପୂର୍ବ ବର୍ଣ୍ଣର ପୂର୍ବ ପଦର ଶେଷ ବର୍ଣ୍ଣଟି ତ ଅଛି, ତାହା କେଉଁ ବର୍ଗର? ନା ତ ବର୍ଗର। ତ ବର୍ଗର ହେଇଥିଲେ ତ ବର୍ଗର ପଞ୍ଚମ ବର୍ଣ୍ଣଟି କଣ? ନା ନ। ଏବେ ଆମେ ଏଇଠି ଜଗନ୍ନାଥ ଡିସ୍କସନ କଲେ ନ, ତ ନ ସହିତ ମର ଯୋଗ ମ ହବ ମ। କଣ ଫାଇନାଲ ୱାର୍ଡ ହେଲା ଆମ ଚିନ୍ମୟ। ଓକେ, ଏବେ ଆଉ ଗୋଟେ ଏକ୍ସାମ୍ପଲ ଦେଇ ଦେଖି, ସଟ୍ ନୀତି। ତ ଏକ୍ସାମ୍ପଲ, ତ ବର୍ଗଟି ଗଲା, ଟ ବର୍ଗ ଦେଖ, କଚଟ ତ ଟ ବର୍ଗ ଦେଖିବ। ସଟ୍ ନୀତି ଆମର ଦ୍ୱିତୀୟ ପଦର ଶେଷ ପ୍ରଥମ ବର୍ଣ୍ଣଟି ନ ଅଛି, ନିୟମକୁ ସାଟିସ୍ଫାଏ କଲା, ନ ଅଛି। ତେବେ ପ୍ରଥମ ପଦର ଶେଷ ବର୍ଣ୍ଣଟି କେଉଁ ବର୍ଗର ଅଛି? ଟ ଟି ଟ ବର୍ଗର ଅଛି। ତେବେ କଣ ହବ? ନିୟମ ଅନୁସାରେ ଏଇ ଟ ଜାଗାରେ ସେହି ବର୍ଗର ପଞ୍ଚମ ବର୍ଣ୍ଣଟି ହବ କଣ? ନା ଟ, ଠ, ଡ, ଢ, ଣ। ଣ ହଉଛି ଟ ବର୍ଗର ପଞ୍ଚମ ବର୍ଣ୍ଣ। ସଣ ନୀତି, ତାପରେ ଆମେ ଯୋଗ କରିଦେବା। ସଣ ନୀତିରେ ଅଣରେ ହଲନ ଦେଇଦେବା, ଯୋଗ କରିଦେବା, ସଣ ନୀତି ହେଲା। ତାପରେ ଆମେ ଦେଖିବା ଆଉ ଗୋଟେ ବର୍ଗ ଦେଖିବା, କଣ ନା ଆମର ପ ବର୍ଗ, ଅପମୟ। ଓକେ, ଅପମୟ ହେଲା କଣ? ଅପମୟ, ପ୍ରଥମ ପଦ ଅପ୍, ଦ୍ୱିତୀୟ ପଦ ମୟ। ମୟର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ମ ଅଛି, ଏଟା ରୁଲ ଅନୁସାରେ ଠିକ ଅଛି। ତେଣୁକରି ଆମେ ବର୍ତ୍ତମାନ ଦେଖିବା ପ୍ରଥମ ପଦର ଶେଷ ବର୍ଣ୍ଣଟି କେଉଁ ବର୍ଗର ଅଛି? ପଟି ପ ବର୍ଗର, ଆମର ପ ବର୍ଗର ଅଛି। ତେଣୁକରି ନିୟମ ଅନୁସାରେ ଯେହେତୁ ପର ଶବ୍ଦର ପ୍ରଥମ ବର୍ଣ୍ଣଟି ମ ଅଛି, ତେଣୁ ପ ବର୍ଗର ଆମେ ପଞ୍ଚମ ବର୍ଣ୍ଣଟି ଏଠାରେ ଯୋଗ କରିବା। କଣ? ପ ଜାଗାରେ ଲେଖିବା ମ, ପ, ଫ, ବ, ଭ, ମ। ମଟା ହଉଛି ପଞ୍ଚମ ବର୍ଣ୍ଣ ପ ବର୍ଗ। ଅମ୍ ଯୁକ୍ତ ମୟ, ତେଣୁ ମ ସହିତ ମ କୁ ଯୋଗ କରିଦେବା, ଆଉ ଯାହା ହେଲା ସେଇଟା ହଉଛି ଆମର ସନ୍ଧି ଶବ୍ଦ ଅମୟ। ବୁଝିପାରିଲେ? ଏଇଭଳି ଆପଣ ମାନେ 8 ନମ୍ବର ଯୋଉ ନିୟମଟି ବ୍ୟଞ୍ଜନ ସନ୍ଧିରେ ରହିଲା କରିବେ। ତେଣୁକରି ଆଶା ଆପଣମାନଙ୍କୁ ମୁଁ ଯୋଉ ଭଳିଆ ବୁଝେଇ ଆସୁଛି ତାହା ଆପଣମାନଙ୍କୁ ଭଲ ଲାଗୁଥିବ ଏବଂ ଆପଣଙ୍କ ଡାଉଟ୍ କ୍ଲିୟର କରୁଥିବ। ସନ୍ଧି ଉପରେ ଯାହା ଯାହା ଡାଉଟ୍ ଥିବ କି ପରୀକ୍ଷାରେ ଯଦି ଆପଣମାନେ ଆନ୍ସର ଦେବାକୁ କୁଣ୍ଠାବୋଧ କରୁଥିବେ, ଏଇଭଳି ଭାବରେ ଆପଣମାନେ ଦେଖନ୍ତୁ। ତା ସହିତ
ବାରମ୍ବାର ଭିଡିଓଟିକୁ ଯୋଉଠି ନ ବୁଝି ପାରୁଛନ୍ତି ପଜ୍ ମାରିକି ଆଉ ଥରେ ରିଭ୍ୟୁ କରି ଦେଖନ୍ତୁ। ତା ସହିତ ନୋଟରେ ନିୟମ ଗୁଡ଼ିକୁ ଲେଖି ରଖନ୍ତୁ। ମୁଖସ୍ଥ କଲେ ହବ ନାହିଁ, ବାରମ୍ବାର କହୁଛି। ନୋଟରେ ଲେଖିବାକୁ ପଡିବ ଆଉ ବୁଝିବାକୁ ପଡିବନି। ଓକେ। ତେବେ ପରବର୍ତ୍ତୀ ଆମର ଯୋଉ ନିୟମଟି ରହିଲା ବ୍ୟଞ୍ଜନ ସନ୍ଧିର 9 ନମ୍ବର ନିୟମଟି, ଟୋଟାଲ 18ଟି ନିୟମ ଅଛି। ଆମେ 9 ନମ୍ବର ନିୟମ ବର୍ତ୍ତମାନ ପଢୁଛନ୍ତି। 9 ନମ୍ବର ନିୟମଟି ହଉଛି ମ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ, ମ ପରେ ମାନେ ପ୍ରଥମ ପଦର ଶେଷ ବର୍ଣ୍ଣଟି ଆମର ମ ଥିବ। ଓକେ, ପ୍ରଥମ ପଦର ଶେଷ ବର୍ଣ୍ଣ କଣ ଥିବ ନା ମ ଥିବ। ତାପରେ ଯୋଉ ଦ୍ୱିତୀୟ ପଦ ରହିଲା, ଦ୍ୱିତୀୟ ପଦର ପ୍ରଥମ ଆମର ବର୍ଣ୍ଣ ରହିଲା, ଯେଉଁ ବର୍ଗର ବର୍ଣ୍ଣ ଥାଏ, ଯେଉଁ ବର୍ଗ କ ଚ ଟ ତ ପ ଯୋଉ 5ଟି ବର୍ଗ ରହିଲା, ବର୍ଗ ବ୍ୟଞ୍ଜନ ରହିଲା, ତାର ଯେଉଁ ବର୍ଗର ବର୍ଣ୍ଣ ଥାଏ, ତେବେ ମ ସ୍ଥାନରେ ସେଇ ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ଓକେ, ମ ସ୍ଥାନରେ ସେଇ ବର୍ଣ୍ଣର ପଞ୍ଚମ ବର୍ଣ୍ଣ ହୁଏ। ଆଉ ବିକଳ୍ପରେ ମ ସ୍ଥାନରେ ଅନୁସାର ମଧ୍ୟ, ମ ସ୍ଥାନରେ ଆମେ ବିକଳ୍ପ ଅନୁସାରେ ଆମେ ଯୋଗ କଲେ, ଯୋଉ ଯୁକ୍ତାକ୍ଷର କଲେ କଲେ, ନହେଲେ ଅନୁସାର ଯୋଗେ ମଧ୍ୟ ଆମେ ଲେଖିପାରିବା। ଓକେ, ଦେଖନ୍ତୁ ସଞ୍ଚୟ ମ ରହିଲା, ମ ରହିଲା ନା ନାଇଁ, ସଞ୍ଚୟ। ଏଠି ଚ ଅଛି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ। ଦେଖନ୍ତୁ ଯେଉଁ ବର୍ଗର ବର୍ଣ୍ଣ ଥାଏ, ଇଏ ଆମର ଚ ବର୍ଗର, କଚଟ ତ ଚ ବର୍ଗର, ଚ ବର୍ଗର ପଞ୍ଚମ ବର୍ଣ୍ଣଟି କଣ? କଚଟ ତପର ଚ ବର୍ଗ ହେଲା, ପଞ୍ଚମ ବର୍ଣ୍ଣଟି କଣ? ଚ, ପ୍ରଥମ ବର୍ଣ୍ଣ ଛ, ବର୍ଗେ ଜ, ଛ, ତାପରେ ହେଲା ନିୟ। ତେଣୁ ନିୟଟି ହଉଛି ଆମର କଣ? ନିୟ ବା ଇୟ ଯୋଉ କହନ୍ତି ନିୟ, ନିୟଟି ହଉଛି ଆମର ତାର ଚ ବର୍ଗର ପଞ୍ଚମ ବର୍ଣ୍ଣ। ତ ଦେଖନ୍ତୁ ଏଠି କେମିତି ଏକ୍ସାମ୍ପଲ ମଧ୍ୟ ଦେଖିଛି, ମ ଦେଲା, ଚ ଦେଲା, ତେଣୁକରି ନିୟଟା ହଉଛି ଯେହେତୁ ପଞ୍ଚମ ବର୍ଣ୍ଣ, ମ ସ୍ଥାନରେ ନିୟମ ଅନୁସାରେ କଣ, ମ ସ୍ଥାନରେ ଆମର ନିୟ ହେଇଯିବ। ସେଇ ବର୍ଗର ଏଇ ଯୋଉ ଆମ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଯୋଉ ବର୍ଗ ଥିବ, ସେଇ ବର୍ଗର ପଞ୍ଚମ ବର୍ଣ୍ଣଟି ମ ସ୍ଥାନରେ ଲେଖା ହବ। ନିୟ ଲେଖା ହେଲା, ନିୟ ଯୁକ୍ତ ଚ, ନିୟଞ୍ଚ। ସଞ୍ଚୟ ଆମେ ଏମିତି ଯୋଉ ଆମର ଯୁକ୍ତାକ୍ଷର ମାଧ୍ୟମରେ ଲେଖିପାରିବା, ନହେଲେ ଯୋଉ ଅନୁସାର ଦେଇ ଚୟ ଲେଖିପାରିବା। ବୁଝିପାରିଲେ କଣ ଦେଲା? ଆଉ ଗୋଟେ ଏକ୍ସାମ୍ପଲ ଦେଲେ ଏଇଟା ବୁଝି ହେଇଯିବ। ମାନେ ବହୁତ ଏକ୍ସାମ୍ପଲ ଅଛି, ଆପଣ ମାନେ ନିଜେ ନିଜେ କରିବାକୁ ଚେଷ୍ଟା କରିବେ। ମୁଁ ଆଉ ଗୋଟେ ଏକ୍ସାମ୍ପଲ ଦଉଛି, କୋଉଟା ଦବା, ଆମର ସମ୍ବାଦ ଦବା। ଓକେ, ଏଇ ଏକ୍ସାମ୍ପଲ ସମ୍ବାଦ ଦବା। ନିୟମ ଅନୁସାରେ କଣ, ଆମର ପ୍ରଥମ ପଦର ଶେଷ ବର୍ଣ୍ଣଟି ମ ଅଛି, ମ ରହିଲା, ବୁଝିଲେ? ମ ପରେ ମାନେ ପ୍ରଥମ ପଦ ମ ରହିଲା, ତାପରେ ପଦଟି ମାନେ ବାଦ ଅଛି, ବାଦ ଅଛି। ନିୟମ କଣ କହିଛି, ଯଦି ପ୍ରଥମ ପଦର ଶେଷ ବର୍ଣ୍ଣଟି ମ ଥାଏ, ତାପର ପଦର ପ୍ରଥମ ବର୍ଣ୍ଣଟି ଯେଉଁ ବର୍ଗର ଥାଏ, ଯେଉଁ ବର୍ଗରେ ଥିବ, କୋଉ ବର୍ଗର ଅଛି, ଆମର ପ ଫ ବ ହେଲେ କଚଟ ତପ ପ ବର୍ଗରେ ଅଛି। ଓକେ, ଏଇଟା ଆମର ପ ବର୍ଗରେ ରହିଲା, ବଟି ଆମର ପ ବର୍ଗରେ ରହିଲା। ଏଇ ଯୋଉ ପ ବର୍ଗର ପଞ୍ଚମ ବର୍ଣ୍ଣଟି କଣ ନା ପ ଫ ବ ଭ ମ, ପଞ୍ଚମ ବର୍ଣ୍ଣଟି ହଉଛି ମ। ତେବେ ସେଇ ମଟି ଆମର କଣ ହବ ନା ପ୍ରଥମ ବର୍ଗର ପ୍ରଥମ ବର୍ଣ୍ଣର ପ୍ରଥମ ପଦର ଯୋଉ ଶେଷ ବର୍ଣ୍ଣଟି ମ ଅଛି, ତାହାକୁ ରିପ୍ଲେସ କରିବ। ତେଣୁ ମ ଥିଲା, ଏବେ ମ ଆଉ ଗୋଟେ ମ ନବା, ସେଇ ମ ହିଁ ରହିବ। ତେଣୁକରି ୟାର କୌଣସି ଚେଞ୍ଜ ହବାର ନାହିଁ, ସେଇ ସମ୍ବାଦ ହିଁ ରହିବ। ଆଉ ଗୋଟେ ଏକ୍ସାମ୍ପଲ ଦେଖିବା, ସମ୍ବନ୍ଧ, ଏଟା ନୁହଁ, ସଂଜାତ। ଓକେ, ସଂଜାତ ଚ ଛ ଜ ଝ ନିୟ, ଏଥିରେ ବି ନିୟ ଆସିବ, ଅଲଗା ଦେଖିବା। ସମତତି, ଏଇଟା ଦେଖିବା ସମତତି। ଓକେ, ଦେଖନ୍ତୁ ଆମର ସମ ଯୁକ୍ତ ତନ୍ତି, ନିୟମ କହିଲା ପ୍ରଥମ ପଦର ଶେଷ ବର୍ଣ୍ଣଟି ମ ଅଛି, ତାହେଲେ କଣ ହବ ନା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କୋଉ ବର୍ଗରେ ଅଛି ଆଗେ ଡିଫାଇନ କରିବା। କୋଉ ବର୍ଗରେ ଅଛି ନା ଏଟା ତତି, ଯୋଉ ତଟା ଅଛି ଆମର ତ ବର୍ଗରେ ଅଛି। ତ ବର୍ଗରେ ଥିଲେ ତେବେ ନିୟମ କଣ କହୁଛି, ତେବେ କଣ ହବ ନା ଯୋଉ ପ୍ରଥମ ପଦର ଶେଷ ବର୍ଣ୍ଣ ମ ଅଛି, ତାହା ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଯେଉଁ ବର୍ଗରେ ଥିବ, ତାର ପଞ୍ଚମ ବର୍ଣ୍ଣରେ ପରିବର୍ତ୍ତନ ହବ, କନଭର୍ଟ ହବ। ତେଣୁକରି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଆମର ତ ଅଛି, ତ ଯୋଉ ଆମର କଚଟ ତପ ରହିଲା, ତ ବର୍ଗର ପଞ୍ଚମ ବର୍ଣ୍ଣଟି ହଉଛି କଣ, ତ ଥ ଦ ଧ ନ। ଏଠି ଆମର ମ ପରିବର୍ତ୍ତନ ହୋଇ ନ ହେଇଛି, ସନ୍ ଯୁକ୍ତ ତତି। ସମ ତତି ଥିଲା, ସନ୍ ଯୁକ୍ତ ତତି। ତାପରେ ଏଇ ନ ସହ ତର ଯୋଗ କରିଦବା, ସନ୍ତତି।
ଏଠି ଆମର ଯେମିତି ଫାଇନାଲ ଆନ୍ସର ଲେଖି ସନ୍ତତି ଏପରି ଲେଖିପାରିବେ, ନହେଲେ ଅନୁସାର ଦେଇ ବିକଳ୍ପ ଅର୍ଥରେ ଲେଖିପାରିବେ। ବୁଝିପାରିଲେ? ଆଶା 9 ନମ୍ବର ବ୍ୟଞ୍ଜନ ସନ୍ଧି ନିୟମଟି କ୍ଲିୟର ହୋଇଥିବ। ପରବର୍ତ୍ତୀ ନିୟମଟି 10 ନମ୍ବର ନିୟମଟି ହଉଛି କଣ ନା ମ ପରେ ଅବର୍ଗ୍ୟ ବର୍ଣ୍ଣ ଥିବ। ଆମର ଯୋଉ 25ଟି ରହିଲା କଚଟ ତପ, ତା ଛଡା ତାପରେ ଯୋଉ ଜରଳ ବ ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ ଯାଏ, ଆଉ ଯୋଉ 13ଟି ରହିଲେ ସେଟା ହେଲା ଆମର ଅବର୍ଗ୍ୟ ବ୍ୟଞ୍ଜନ। ଓକେ, ମ ପରେ ଅବର୍ଗ୍ୟ ବ୍ୟଞ୍ଜନ ଥିବ। ଦେଖନ୍ତୁ ସ ଅଛି, ତାହେଲେ ବେଶ ର ହ, ଏସବୁ ଆମର ଅବର୍ଗ୍ୟ ବ୍ୟଞ୍ଜନ। କଚଟ ତପ 25ଟି, ପ୍ରତି ବର୍ଗରେ 5ଟି ବର୍ଣ୍ଣ ଥାଏ, ତେଣୁକରି ଆମର 5ଟି ଯୋଉ ବର୍ଗ ବ୍ୟଞ୍ଜନ ରହିଲେ କଚଟ ତପ 25ଟି ବର୍ଗ ବ୍ୟଞ୍ଜନ ରହିଲେ 5ଟି ଇଏରେ, ଆଉ ଯୋଉ ରହିଲେ 13ଟି, 25 13 38ଟି ଆମର ବ୍ୟଞ୍ଜନ ବର୍ଣ୍ଣ, ଆଉ 13ଟି ଯୋଉ ବ୍ୟଞ୍ଜନ ବର୍ଣ୍ଣ ରହିଲେ ତାହା ହଉଛି ଅବର୍ଗ୍ୟ ବ୍ୟଞ୍ଜନ। ଓକେ, ସେ ବ୍ୟଞ୍ଜନ ବର୍ଣ୍ଣ ସ୍ୱର ବର୍ଣ୍ଣ ମଧ୍ୟ ଆମର ଓଡିଆ ଗ୍ରାମର ପ୍ଲେ ଲିଷ୍ଟରେ ଅଛି, ସେଠାକୁ ଯାଇ ଆପଣ ମାନେ ରିଭ୍ୟୁ କରିପାରନ୍ତି। ତେଣୁକରି ନିୟମ କହିଲା ମ ପରେ ମାନେ ପ୍ରଥମ ପଦର ଶେଷ ବର୍ଣ୍ଣଟି ମ ଥିବ, ପରେ ଅବର୍ଗ୍ୟ ବର୍ଣ୍ଣ ଥିବ, ଅବର୍ଗ୍ୟ ବ୍ୟଞ୍ଜନ ଥିବ, ଏସବୁ ଅବର୍ଗ୍ୟ ବ୍ୟଞ୍ଜନ। ମାନେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଥିଲେ ମ ସ୍ଥାନରେ ଅନୁସାର ହବ। ଏଟା ବହୁତ ସହଜ, ମ ସ୍ଥାନରେ ଅନୁସାର ହେଇଛି। ତେବେ ଯଦି ସଂଶୋଧନ, ଆମର ପ୍ରଥମ ପଦର ଶେଷ ବର୍ଣ୍ଣ ମ ଅଛି, ଆମର ଶୋଧନ ହେଲେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଅବର୍ଗ୍ୟ ବ୍ୟଞ୍ଜନ ଅଛି, ତେଣୁକରି କଣ ହବ ନା ମ ସ୍ଥାନରେ ଅନୁସାର ହେଇଯିବ, ଆଉ ଯାହା ଥିଲା ସେ ମଟିକୁ ଆମେ ଉଠେଇଦବା, ମଟିକୁ ଲୋପ କରିଦେବା, ସଂଶୋଧନ ହୋଇଗଲା। ସେଭଳି ସଂସ୍ଥାନ, ଆମର ପ୍ରଥମ ପଦର ଶେଷ ବର୍ଣ୍ଣଟି କଣ ଅଛି ମ ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କଣ ଅଛି ଅବର୍ଗ୍ୟ ବ୍ୟଞ୍ଜନ ଅଛି, ନିୟମ ସାଟିସ୍ଫାଇ କଲା, ତେଣୁକରି ମର ଲୋପ କରି ମ ଜାଗାରେ ଆମେ ଅନୁସାର ଯୋଗ କରିଦବା, ଆଉ ଯାହା ରହିଲା ସେଟା ହଉଛି ଆମର ଫାଇନାଲ ସନ୍ଧି ଶବ୍ଦଟି ସଂସ୍ଥାନ। ସେଭଳି ସଂହତି, ସଂହାର, ଏଇଟା ହେଲା ଆମର ବ୍ୟଞ୍ଜନ ସନ୍ଧିର 10 ନମ୍ବର ନିୟମ। ଓକେ, 11 ନମ୍ବର ନିୟମଟି କଣ ହଉଛି ନା ମୂର୍ଧନ୍ୟସ ପରେ ତ ଥିଲେ ତ ସ୍ଥାନରେ ଟ, ଧ ଥିବ ଥ ସ୍ଥାନରେ ଠ। ଅର୍ଥାତ୍ ସନ୍ଧି ସମୟରେ ପ୍ରଥମ ପଦର ଶେଷ ବର୍ଣ୍ଣ କଣ ଥିବ ମୂର୍ଧନ୍ୟ ସ ଥିବ। ତାପରେ ଯଦି ତ କିମ୍ବା ଥ ଥିବ, ତେଣୁ ତ ଜାଗାରେ ଟ ହୋଇଯିବ, ଆଉ ଥ ଜାଗାରେ ଠ ହୋଇଯିବ। ବୁଝିପାରିଲେ? ଯାଆନ୍ତୁ ନିୟମ ଆମେ ଏକ୍ସାମ୍ପଲ ମାଧ୍ୟମରେ ଦେଖିବା। ପ୍ରଥମ ପଦ ତୁସ୍, ଦ୍ୱିତୀୟ ପଦ ତ। ନିୟମ କହିଲା ପ୍ରଥମ ପଦର ଶେଷ ବର୍ଣ୍ଣଟି ମୂର୍ଧନ୍ୟ ସ ଥିଲେ ଅଛି, କରେକ୍ଟ। ତାପରେ ଦ୍ୱିତୀୟ ପଦଟି ଆମର ତ କିମ୍ବା ଥ, ଏଠି ତ ଅଛି, ତ କିମ୍ବା ଥ ଏଠି ଆମର ତ ଅଛି, କଣ ହବ ନା ତ ଜାଗାରେ ଟ ହୋଇଯିବ। ବହୁତ ସହଜ ନିୟମଟି। ତୁସ୍ ଯୁକ୍ତ ତକୁ ଆମେ ହଟେଇଦବା, ତ ଜାଗାରେ ଟ ଲେଖିଦବା, ଯୋଗ କରିଦବା, ଯାହା ହବ ସେଇଟା ଫାଇନାଲ ଆନ୍ସର ତୁଷ୍ଟ। ସେଇଭଳି ଷଷ୍ଠ ସସ୍, ତ ଅଛି ବୋଲି ଟ ହେଲା, ଥ ଥିଲା ଆଉ କଣ ହବ ଠ ହବ, ଠ କରିଦବା ଷଷ୍ଠ। ଆଉ ଗୋଟେ ଦେଖିଦବା, ତାପରେ ନେକ୍ସଟ କୁ ଯିବା, ଆଉ ଗୋଟେ ଦେଖିବା ସନ୍ତୁଷ୍ଟ। ଦେଖନ୍ତୁ ସନ୍ତୁଷ ଯୁକ୍ତ ତ। ନିୟମ କଣ କହିଲା ପ୍ରଥମ ପଦର ଶେଷ ବର୍ଣ୍ଣଟି ମୂର୍ଧନ୍ୟ ସ ଥିବ, ମୂର୍ଧନ୍ୟ ସ ଅଛି। ଦ୍ୱିତୀୟ ପଦରେ ଯଦି ତ ଥିବ, ଦ୍ୱିତୀୟ ପଦରେ ଆମର ପ୍ରଥମ ବର୍ଣ୍ଣଟି, ଯେହେତୁ ଗୋଟିଏ ବର୍ଣ୍ଣ ଅଛି ତ ଅଛି, ତେଣୁକରି କଣ ହବ ନିୟମ କହୁଛି ତ ଜାଗାରେ ଟ ହୋଇଯିବ, ଟ କରିଦବା, ତାପରେ ଯୋଗ କରିଦବା କଣ ସନ୍ତୁଷ ଯୁକ୍ତ ଟ, ସନ୍ତୁଷ୍ଟ। ବୁଝିପାରିଲେ? ଆଉ ଗୋଟେ ଆମର ଠ ଏକ୍ସାମ୍ପଲ ବୁଝିବା, କାଷ୍ଠ ଯୋଉଟା ଅଛି, କାଷ୍ଠ ପ୍ରଥମ ପଦର ଶେଷ ବର୍ଣ୍ଣଟି ମୂର୍ଧନ୍ୟ ସ ଅଛି, ଦ୍ୱିତୀୟ ପଦରେ ଥ ଅଛି, ତେଣୁକରି ଆମେ ଥ ଜାଗାରେ ଠ କରିଦବା, ଠ ପରିବର୍ତ୍ତନ ହେଲେ ଠକୁ ଆମେ ସରେ ଯୋଗ କରିଦବା, କଣ ହୋଇଯିବ ନା କାଷ୍ଠ। ଏହା ଥିଲା ଆମର କଣ ବ୍ୟଞ୍ଜନ ସନ୍ଧିର 11 ନମ୍ବର ନିୟମ। 12 ନମ୍ବର ନିୟମଟି ହଉଛି କଣ ସମ ପରି ଉପସର୍ଗ, ଏଇ ଦୁଇଟା ହଉଛି ଆମର ଉପସର୍ଗ। ସମ ପରି ଉପସର୍ଗ ପରେ ଯଦି ଆମ ପ୍ରଥମ ପଦରେ ଆମର ସମ ପରି ଉପସର୍ଗ ଦୁଇଟି ରହିଲେ, ତାପରେ କ୍ରୁ ଧାତୁ ନିଷ୍ପନ୍ନ, କ୍ରୁ ଧାତୁର ଯୋଉ ସବୁ ଆମର ପଦ ବାହାରିଥାଏ, କଣ କାର, କୃତି, କରଣ ପଦ ରହିଲେ ସ ବର୍ଣ୍ଣର ଆଗମନ ହୁଏ, ସର ଆଗମନ ହବ। ଯଦି ପ୍ରଥମ ପଦଟି ସମ କିମ୍ବା ପରି ଥିବ, ଯୋଉ ଉପସର୍ଗଟି ଥିବ, ତାପରେ ଦ୍ୱିତୀୟ ପଦଟି କ୍ରୁ ଧାତୁ ଦ୍ଵାରା ନିଷ୍ପନ୍ନ, ଯୋଉ କର୍ତ୍ତା ହେଲା, କାର ହେଲା, କୃତି ହେଲା, କରଣ ହେଲା, ଏସବୁ ପଦ ଥିବ, ତାହେଲେ ସ ବର୍ଣ୍ଣର ଆଗମନଟି ହବ, ତାହା ପରବର୍ତ୍ତୀ ବର୍ଣ୍ଣ ସହ
ଯୋଗ ହବ ଆଉ ସ୍ଥଳ ବିଶେଷରେ ସତ୍ତ୍ୱ ବିଧି ଅନୁଯାୟୀ ମୂର୍ଧନ୍ୟଷ ବି ହୁଏ, ଦନ୍ତେଶ ବି। ଆମର ତ ଦନ୍ତେଶଟି ହବ, ଆମର ସତ୍ତ୍ୱ ବିଧି ଅନୁଯାୟୀ ମୂର୍ଧନ୍ୟଷଟି ମଧ୍ୟ ହେଇପାରେ। ଓକେ, ତ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା। ଏକ୍ସାମ୍ପଲ କଣ କହିଲା? ପ୍ରଥମ ଏକ୍ସାମ୍ପଲ ହେଲା ସଂସ୍କୃତି ସଂକୃତି। ସମ୍ କିମ୍ବା ପରି ଉପସର୍ଗ ଥିବ, ଏଟା ସମ୍ ଉପସର୍ଗ ଅଛି। ତାପରେ ଯଦି କୁ ଧାତୁ ନିଷ୍ପନ୍ନ ଯୋଉ ଅଛି, କାର ଅଛି, କୃତି ଅଛି, କର୍ତ୍ତା ଅଛି, କରଣ ଅଛି, ଏଇ ଯୋଉ ପଦ ରହିବ, ଏଠି କୃତି ପଦଟି ରହିଛି, ତେଣୁ ସମ୍ କୃତି ରହିଲା। ହେଲେ କଣ ହବ? ଆମର ଦନ୍ତେଶ ବର୍ଣ୍ଣ ଯୋଉ ଆମେ ସ ବର୍ଣ୍ଣ, ଦନ୍ତେଶ ହଉ କିନ୍ତୁ ସତ୍ତ୍ୱ ବିଧିରେ ଆମର ମୂର୍ଧନ୍ୟଷ ବି ଆସି ଯାଇପାରେ, ସେଇଠି ଆମର ତାହା ଆସିବ, ଆଗମନ ହବ। ଏଠି କଣ ହବ? ସମ୍ କୃତି ଥିଲା, ତେଣୁକରି ଯେହେତୁ ସମ୍ ଅଛି, ଏଠାରେ କୃତି ଆମର ସମ୍ ଉପସର୍ଗ ସହ ଏ କୃତି ଆମର କ୍ରୁ ଧାତୁ ନିଷ୍ପନ୍ନ ଯୋଉ କୃତି ପଦଟି ଅଛି, ତେଣୁକରି ଆମର ସ ବର୍ଣ୍ଣର ନିଷ୍ପନ୍ନ ଏଠାରେ ହେଲା, ତାହାର ଯୋଗ ହୋଇ ସମ୍ କୃତି ଜାଗାରେ ଆମର ସଂସ୍କୃତି, ଆମର ଏଠି ସ ଆସିଯିବ, ସଂସ୍କୃତି। ଏଠି ଦେଖନ୍ତୁ ପରି ଉପସର୍ଗ ଅଛି, କିନ୍ତୁ ମନେ ରଖିବେ ଯୋଉ ଆମର ଅନୁସାର ଦେଲେ ଯୋଉଠି ଆମ ସମ୍ ଥିବ, ପରି ଥିଲେ ପରିମ୍ କରିବେ ନାହିଁ। ପରି ଥିଲେ ସେ ଆମର ଅନୁସାର ବିସର୍ଗ କିଛି ଆସିବନି। ପରି ଉପସର୍ଗ ସହିତ କ୍ରୁ ଯୋଉ କ୍ରୁ ଧାତୁର ଯୋଉ ଆମର ପଦ କାର ରହିଲା, ତେଣୁକରି କଣ ଆମର ଏଠି ସ ବର୍ଣ୍ଣର ନିଷ୍ପନ୍ନ ହବ, ସ ବର୍ଣ୍ଣର ଆଗମନ ହବ। ସ ବର୍ଣ୍ଣର ଆଗମନ ହେଲେ ସୁଦ୍ଧା ଏଠାରେ ସତ୍ତ୍ୱ ବିଧି ଅନୁଯାୟୀ ମୂର୍ଧନ୍ୟଷ ଆସିବ। ମୂର୍ଧନ୍ୟଷ ଆସିଲେ ଯୋଗ କରିଦବା ପରିଷ୍କାର, ଏଠାରେ ସମକାର, ଏଠି ଦନ୍ତେଶ ଆସିବ। ବୁଝିପାରିଲେ? ସେଇଭଳି ଏଠି ଆମର କୃତି କାର ଗଲେ ଆମେ କର୍ତ୍ତା ଦେଖିବା। ଦେଖନ୍ତୁ କର୍ତ୍ତା, କ୍ରୁର ଆଉ ଗୋଟେ ପଦ, କ୍ରୁ ଧାତୁ ନିଷ୍ପନ୍ନ ପଦଟି କର୍ତ୍ତା। ସମ୍ ଉପସର୍ଗଟି ରହିଲା, କର୍ତ୍ତା ପଦଟି ରହିଲା, ତେଣୁକରି ନିୟମ କହିଛି କଣ? ଏଇ ଦୁଇଟି ଥିଲେ ଆମର କଣ ହବ ନା ସ ବର୍ଣ୍ଣର ଆଗମନ ହବ। ସ ବର୍ଣ୍ଣର ଆଗମନ ହେଲା, ସ ବର୍ଣ୍ଣର ଆଗମନ ହେଇଛି, ଆମର କ ସହ ଯୋଗ ସ୍କ ହେଇଗଲା, ସଂସ୍କର୍ତ୍ତା ଫାଇନାଲ ଶବ୍ଦଟି। ସେଠି ପରିଷ୍କାରକ, ଏ ପରିଷ୍କୃତ, ପରିସହ ଆମର କୃତ, ପରିଟା ଉପସର୍ଗ, କୃତଟା କ୍ରୁ ଧାତୁ ନିଷ୍ପନ୍ନ ପଦ କୃତ, ତେଣୁକରି ନିୟମ ଅନୁସାରେ ସ ଆସିବା ଦରକାର। ଯେ ଆମେ ଏଠାରେ ସତ୍ତ୍ୱ ବିଧି ଅନୁଯାୟୀ, ସତ୍ତ୍ୱ ବିଧିରେ ଆମେ ପରେ ପଢିବା, ସତ୍ତ୍ୱ ବିଧି ଅନୁଯାୟୀ ଆମେ ଏଠି ମୂର୍ଧନ୍ୟଷ ଆସିବ, ମୂର୍ଧନ୍ୟଷ ଆସିଲା ପରେ ଯୋଗ ହେଇଗଲା, ସ୍କ୍ରୁ ହେଇଗଲା, ପରିଷ୍କୃତ ଫାଇନାଲ ଶବ୍ଦଟି ଆମର କଣ ହେଲା ନା ପରିଷ୍କୃତ, ପରିଷ୍କ୍ରିୟା, ପରିଷ୍କୃତି। ଏଇଭଳି ଆମର ଯୋଉ 12 ନମ୍ବର ନିୟମଟି ରହିଲା ବ୍ୟଞ୍ଜନ ସନ୍ଧିର, ସମ୍ ପରି ଉପସର୍ଗ ପରେ କ୍ରୁ ଧାତୁର ପଦ ଗୁଡିକ ଥିଲେ ସ ବର୍ଣ୍ଣର ଆଗମନ ହବ, এই ସ ବର୍ଣ୍ଣଟି ପରବର୍ତ୍ତୀ ବର୍ଣ୍ଣ ସହ ଯୁକ୍ତ ହୋଇଯିବ, ଯୁକ୍ତ ହୋଇ ଆମର ଫାଇନାଲ ଯୋଉ ସନ୍ଧି ଶବ୍ଦଟି ଗଠନ କରିବ। ଓକେ, ପରବର୍ତ୍ତୀ ଆମର ଯୋଉ 13 ନମ୍ବର ନିୟମଟି ହଉଛି କଣ? ବ୍ୟଞ୍ଜନ ସନ୍ଧିର ଦ ବା ଧ, ପ୍ରଥମ ପଦର ଶେଷ ବର୍ଣ୍ଣଟି, ଆମର ପ୍ରଥମ ପଦର ଶେଷ ବର୍ଣ୍ଣଟି କଣ ଥିବ? ଦ ବା ଧ ଥିବ। ଆଉ ଆମର ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କଣ ଥିବ? କ ଖ ପ ଫ ଦନ୍ତେଶ ଥିବ। ତେବେ ଦ ବା ଧଟି ଆମର ତରେ ପରିଣତ ହୋଇଯିବ। এই ନିୟମଟି ବୁଝିଗଲେ ବହୁତ ଇଜି, କିଛି ଇଏ ନାହିଁ। ପ୍ରଥମ ପଦର ଶେଷ ଏକ୍ସାମ୍ପଲ ମାଧ୍ୟମରେ ବୁଝିବା। ପ୍ରଥମ ପଦର ଶେଷ ବର୍ଣ୍ଣଟି କଣ? ନା ପ୍ରଥମ ପଦ ଆପଦ, ଦ୍ୱିତୀୟ ପଦ କାଳ। ପ୍ରଥମ ପଦର ଶେଷ ବର୍ଣ୍ଣଟି ଦ ବା ଧ ଥିବ। ଏଇ ଆପଦ ଶବ୍ଦରେ ପ୍ରଥମ ପଦର ଶେଷ ବର୍ଣ୍ଣଟି ଦ ଅଛି, ନିୟମ ସାଟିସ୍ଫାଇ କଲା। ତାପରେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କ ଖ ପ ଫ ସ ମଧ୍ୟରୁ ଗୋଟିଏ ଥିବ, କ ଅଛି। କ ଥିଲେ କଣ ହବ ନା ସେ ଦ ଜାଗାରେ ଆମର ତ ହେଇଯିବ, ତ ହେଇଯିବ। ଆପଦ ଥିଲା ଆପତ, ଦ ଥିଲା ତ ହେଲା ଆପତ, ଆପତକାଳ। ଆପତକାଳ ଏମିତି ହଲନ୍ଦ ଦେଇ ଲେଖିପାରିବା, ନହେଲେ ଏମିତି ଆମେ ଯୁକ୍ତ ବର୍ଣ୍ଣ କରି ଲେଖିପାରିବା, ଆପତକାଳ। ସେପରି ତଦ ପର, କ୍ଷୁତ ପିପାସା, ଆମ ଦ ଗଲା, ଧ ଦେଖିବା ଦେଇଛନ୍ତି ଦ ବା ଧ ପରେ ଧ ଅଛି, କ୍ଷୁତ ପିପାସା ଅଛି। ତ ନିୟମ କଣ କହିଛି ନା କ ଖ ପ ଫ ସ ଥିବ ପରବର୍ତ୍ତୀ ବର୍ଣ୍ଣର ପ୍ରଥମ ପଦଟି, ପ ଅଛି, ପ ଯେହେତୁ ଅଛି ତେଣୁକରି ଏଇ ଧଟି ପରିବର୍ତ୍ତନ ହୋଇ ତ ହେଇଯିବ, କ୍ଷୁତ ପିପାସା ହେଇଯିବ। ବୁଝିପାରିଲେ? ଆଉ ଏକ ଏକ୍ସାମ୍ପଲ ଦେଇଦବା ଆମେ, ତାପରେ ନେକ୍ସଟ କୁ ଯିବା। ପରବର୍ତ୍ତୀ ଏକ୍ସାମ୍ପଲଟି ହଉଛି ଆମେ ଶରତ କାଳ ନବା। ଶରଦ କାଳ, ଶରଦ ହଉଛି ପ୍ରଥମ ପଦ, ଯାହାର ଶେଷ ବର୍ଣ୍ଣଟି ଦ ଅଛି, ନିୟମ ଅନୁସାରେ ଦ କିମ୍ବା ଧ ଥିବା ଦରକାର। ଶେଷ ପଦଟି ଦ ଅଛି, ନିୟମ ସାଟିସ୍ଫାଇ କଲା। ତାପରେ କାଳ ଅଛି, କାଳ ହେଲେ ଏଇ ଯୋଉ କାଳ ଶବ୍ଦଟିର ପ୍ରଥମ ବର୍ଣ୍ଣଟି କ, ଏହା ମଧ୍ୟ ନିୟମ ସାଟିସ୍ଫାଇ କଲା। ନିୟମ କଣ କଲା ନା ଦ ବା ଧ ପରେ କ ଖ ପ ଫ ସ ଥିଲେ, ଏଠାରେ ଦ ବା ଧ ପରେ ଆମର କ ଅଛି, ତେଣୁକରି ଦ ଜାଗାରେ କଣ ହବ? ଦ ବା ଧ ଜାଗାରେ କଣ ହବ ନା ତ ହବ। ଦ ଜାଗାରେ ଆମେ ତ କରିଦବା, ଶରଦ ଥିଲା ଶରତ ହେଇଗଲା, ଶରତ କାଳ। ବୁଝିପାରିଲେ? 13 ନମ୍ବର ନିୟମଟି ହଉଛି ଦ ବା ଧ ପରେ କ ବା
କ ଖ ପ ଫ ସ ଥିଲେ ସେ ମଧ୍ୟରୁ ଆମର ଦ ବା ଧଟା ଆମର ତରେ ପରିଣତ ହୋଇ ତାପରେ ଦୁଇଟି ପଦ ଯୋଗ ହୋଇ ଯେଉଁ ନୂତନ ଶବ୍ଦଟି ଗଠନ କରନ୍ତି ତାହା ହଉଛି ସନ୍ଧିପଦ। ଓକେ, 14 ନମ୍ବର ନିୟମଟି ହଉଛି କଣ ନା ଛଅ ପରେ ମାନେ ପ୍ରଥମ ପଦର ଶେଷ ବର୍ଣ୍ଣଟି ନା ଏଠି କହନ୍ତି ଛଅ ପରେ ଥିଲେ, ହଁ 6ଟା ପରେ ଥିଲେ, ଗୋଟେ ଭୁଲ କହିଲି, ଏଟା ଆମର 6ଟା ପରେ ଥିଲେ ଦେଲା ଏଠି। ଓକେ, 6ଟା ଟିକେ ରୁହନ୍ତୁ। ଓକେ, 6ଟା ପରେ ଥିଲେ ପୂର୍ବ ପଦର ଅନ୍ତଃସ୍ଥିତ ସ୍ୱରବର୍ଣ୍ଣ ଚର ସ୍ୱରବର୍ଣ୍ଣ ପରେ ଚର ଆଗମନ ହୁଏ ଏବଂ ଏହି ଚ ପରବର୍ତ୍ତୀ ଛ ସହ ମିଶି ଦ୍ୱିତୀୟ ଛ। 6 ପରେ ଥିଲେ ମାନେ ପ୍ରଥମ ପଦର, ଏଇଟା ଆମର ହେଲା ପ୍ରଥମ ପଦର ଶେଷ ବର୍ଣ୍ଣ, ସରି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣରେ ଆମର କଣ ଅଛି ନା ଛ ଅଛି। 6 ଥିଲେ କଣ ହବ ନା ପୂର୍ବ ପଦର ଆମର ଚର ଆଗମନ ହବ, ସେ ଚଟି 6 ସହ ମିଶିଯିବ, ତାପରେ ସନ୍ଧି ଶବ୍ଦଟି ଗଠନ କରିବ। ଦେଖନ୍ତୁ ଦେଲା କଣ ନା ଅନୁଚ୍ଛେଦ, ସବୁ ଇରେଜ କରିଦବା, ଜାଗା କମ ହଉଛି। ଓକେ, ଓକେ, କଣ ହେଲା ନା ଅନୁଚ୍ଛେଦଟି ହେଲା, ଇଟା ଚେଞ୍ଜ କରିଦବା। ଠିକ ଅଛି, ଅନୁଚ୍ଛେଦ, ଦୁଇଟି ପଦ, ଅନୁ ରହିଲା ପ୍ରଥମ ପଦ, ଚ୍ଛେଦ ରହିଲା ଦ୍ୱିତୀୟ ପଦ। ଦେଇଛି କଣ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଛ ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଆମର ଛ ଅଛି। ଥିଲେ କଣ ହବ ନା ପୂର୍ବ ପଦର ଅନ୍ତଃସ୍ଥିତ ସ୍ୱର ମାନେ ଅନୁ ଉ ଯୋଉ ଉ ପରେ ଆମର ଚର ଆଗମନ ହବ। ଓକେ, ଉପରେ ଆମର ଚର ଆଗମନ ହେଲା, ସେଇ ଚଟି ଏଇ ଛ ସହିତ ମିଶିଗଲେ କଣ ଦ୍ୱିତୀୟ ଛ ହେଇଗଲା। ଦ୍ୱିତୀୟ ଛ ହେଲା ପରେ ଆମର ଛେ ଥିଲା, ଛେଟା ଆମେ କରିଦବା ଅନୁଚ୍ଛେଦ, ଅନୁଚ୍ଛେଦ ରହିଲା ଫାଇନାଲ ଆନ୍ସର। ଆଉ ଗୋଟେ କରିଦବା, ଆମର ଆଉ ଗୋଟେ ଏକ୍ସାମ୍ପଲ ଦେଲେ ବୁଝି ହେଇଯିବ, ଆଚ୍ଛାଦନ। ଆଚ୍ଛାଦନ ନୁହଁ, ଆଚ୍ଛାଦନ ଦେଖନ୍ତୁ, ଆଚ୍ଛାଦନ, ଆଚ୍ଛାଦନଟି ହଉଛି, ଆଚ୍ଛାଦନଟି ଆମର କଣ ହେଲା ନା ଆଚ୍ଛାଦନରେ ଆମର ପରପଦର ଆମର ଯୋଉ ଦ୍ୱିତୀୟ ପଦ ରହିଲା, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଛ ଅଛି, ଛ ରହିଲେ ସେଇ ଯେହେତୁ ଛ ଅଛି ଆମର ପ୍ରଥମ ପଦରେ କଣ ଆସିବ ଚ ଆସିବ, ସେଇ ଚ ଆଉ ଛର ଯୋଗ ହବ, ଏଇଆ ଅଛି ଛାଦନ ଅଛି, ଏଠି ଆମର ଆଚ୍ଛ ହେଇଯିବ, ତାପରେ ଆମର ଛାଦନ, ଛାଦନରେ ଚ ଛ ମିଶିକି ଦ୍ୱିତୀୟ ଛ ହେଇଯିବ, ଦ୍ୱିତୀୟ ଛ ହେଲେ ଛାଦନ, ଆଚ୍ଛାଦନ। ବୁଝିପାରିଲେ, ପୂର୍ଣ୍ଣଚ୍ଛେଦ, ପୂର୍ଣ୍ଣଚ୍ଛେଦ, ଏଠି ଆମର ଅ ରହୁଛି ପୂର୍ଣ୍ଣ, ପ୍ରଥମ ପଦର ଶେଷ ବର୍ଣ୍ଣଟା ଅ ଉଚ୍ଚାରଣ ଅ ଆସୁଛି, ପୂର୍ଣ୍ଣ ଅ ଅଛି, ଏଠି ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଛ ଅଛି, ତେଣୁକରି କଣ ହବ ନିୟମ ଅନୁସାରେ ଏଠାରେ ଆମର ଯୋଉ ଅ ଯୋଉ ଉଚ୍ଚାରଣ ସେଠି ଆମର ଚ ହବ, ତେଣୁ ଆମର ହେଲା କଣ ପୂର୍ଣ୍ଣଚ୍ଛେଦ, ଛ ଛ ମିଶିଗଲେ କଣ ହବ ଦ୍ୱିତୀୟ ଛ, ପୂର୍ଣ୍ଣଚ୍ଛେଦ। ଓକେ, ତେଣୁକରି ଏଇଟା ଥିଲା ଆମର 14 ନମ୍ବର ବ୍ୟଞ୍ଜନ ସନ୍ଧିର ନିୟମ। 15 ନମ୍ବର ନିୟମଟି ହଉଛି କଣ, ତ ବା ଦ ପରେ, ତ ବା ଦ ପରେ ଟ ବା ଠ ଥିଲେ ତ ବା ଦ ସ୍ଥାନରେ ଟ ହୁଏ ଏବଂ ଏଇ ଟ ବା ଠ ଏଇ ଟ ସହ ଯୋଗ ହଉଛି। ଦେଖନ୍ତୁ କଣ ଏକ୍ସାମ୍ପଲ ମାଧ୍ୟମରେ ବୁଝେଇ ଦଉଛି। ପ୍ରଥମ ପଦର ଶେଷ ଅକ୍ଷରଟି ତ ଥିବ କିମ୍ବା ଦ ଥିବ, ଏଠି ତ ଅଛି। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ଟ କିମ୍ବା ଠ ଥିବ, ଏଠି ଟ ଅଛି, ଅଛି ନା ନାଇଁ? ତେବେ ତ ବା ଦ ସ୍ଥାନରେ କଣ ହବ ନା ଟ ହବ, ପରବର୍ତ୍ତୀ ଟ ବା ଠ ଏଇ ଟ ସଂଯୋଗ ହେଇଯିବ, ଦ୍ୱିତୀୟ ଟ ହେଇଗଲା ବୃହତ ଟଙ୍କାର। ବୁଝିପାରିଲେ, ଏଇଟା ଦେଖନ୍ତୁ ପ୍ରଥମ ପଦ ବୃହତ, ଆଉ ଏଇଟା ଦେଖିବା ପ୍ରଥମ ପଦ ତଦ୍, ଦ୍ୱିତୀୟ ପଦ ଟୀକା। ପ୍ରଥମ ପଦର ନିୟମ ଅନୁସାରେ ଶେଷ ବର୍ଣ୍ଣଟି ଦ ଅଛି, ସରି ଦ ଅଛି, ତ ବା ଦ ଥିବା ଦରକାର, ଆମେ ତ ଟା ବୁଝିକରି ଆସିଲେ, ବର୍ତ୍ତମାନ ଦ ଦେଖିବା, ଦ ଅଛି। ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି କଣ ଅଛି, ଟ ବା ଠ ଥିବା ଦରକାର, ଟ ଅଛି, ଟୀକା ଟ ଅଛି, ତେଣୁକରି କଣ ହବ ନା ପ୍ରଥମ ପଦର ଶେଷ ବର୍ଣ୍ଣ ଯୋଉ ଦ ଅଛି, ଓକେ, ସେ ଦର ସ୍ଥାନରେ କଣ ହବ, ଓକେ, ତେଣୁକରି ତ ଆମର ଦ ସ୍ଥାନରେ କଣ ଟ ହେଲା, ଟ ଟା ହେଇକରି ଆମର ସେ ଯୋଉ ଟ ଟି ମିଶିଗଲା କାହା ସାଙ୍ଗରେ
ଟଟି ମିଶିଗଲା ଯୋଉ ଆମର ସେକେଣ୍ଡ ଯୋଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ସାଙ୍ଗରେ ମିଶିଗଲା, ହେଲେ ଦ୍ୱିତୀୟ ଟ ହେଇଗଲା। ଦ୍ୱିତୀୟ ଟ ହେଲା ପରେ ତଟିକା ହେଲା, ଯେମିତି ବୃହତ୍ ଟିଟି ହୁଏ, ଏଟା ବୁଝିଦବା। ନିୟମ କଲା କଣ, ତ ପରେ ବା ଦ ପରେ ଟ ବା ଥ ଥିଲେ, ତ ପରେ ଆମର ଟ ଅଛି, ତେଣୁକରି ଏଇ ତ ଜାଗାରେ କଣ ହେଇଯିବ ନା ଟ ହେଇଯିବ, ତ ଜାଗାରେ ଟ ହେଇଗଲା। ଟ ହେଲା ପରେ ଏଇ ଟ ଟି ପରବର୍ତ୍ତୀ ଟ ସହ ମିଶିଗଲା, ଯେ ଦ୍ୱିତୀୟ ଟ ବୃହତ୍ ଟିଟି ତଟିକା ବୃହତ୍ ଟଙ୍କାର। ଏଇଟା ହେଲା ଆମର 15 ନମ୍ବର ବ୍ୟଞ୍ଜନ ସନ୍ଧିର ନିୟମ। ଓକେ, ପରବର୍ତ୍ତୀ 16 ନମ୍ବର ନିୟମଟି ହଉଛି ବ୍ୟଞ୍ଜନ ସନ୍ଧିର କଣ ନା ଦିବ୍ ପରେ ବ୍ୟଞ୍ଜନ ବର୍ଣ୍ଣ ଥିଲେ ଦିବ୍ ସ୍ଥାନରେ ଦ୍ୟୁ ହବ। ସିଧାସଳଖ ମନେ ରଖିଦିଅନ୍ତୁ, ଦିବ୍ ପରେ ଯଦି ବ୍ୟଞ୍ଜନ ବର୍ଣ୍ଣର ଆରମ୍ଭ ହଉଥିବ ପ୍ରଥମ ବର୍ଣ୍ଣଟି ଦ୍ୱିତୀୟ ପଦର, ତାହେଲେ ଦିବ୍ ସ୍ଥାନରେ ଦ୍ୟୁ କରିଦେବ। ଦିବ୍ ହେଲା ଆମର ପ୍ରଥମ ପଦ, ପରବର୍ତ୍ତୀ ବର୍ଣ୍ଣଟି ଲୋକ, ଏଇଟା ଆମର ଯୋଉ ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣଟି ଲୋକ ହଉଛି, ତେଣୁକରି ବ୍ୟଞ୍ଜନ ବର୍ଣ୍ଣ ମଣି, ଏଟା ଆମର ମଟା ବ୍ୟଞ୍ଜନ ବର୍ଣ୍ଣ, ନିବାସ ନଟା ବ୍ୟଞ୍ଜନ ବର୍ଣ୍ଣ, ରେ ରଟା ବ୍ୟଞ୍ଜନ ବର୍ଣ୍ଣ, ତେଣୁକରି ଦିବ୍ ଜାଗାରେ କଣ ହବ, ବ୍ୟଞ୍ଜନ ବର୍ଣ୍ଣ ସବୁରେ ଅଛନ୍ତି, ତେଣୁକରି ଦିବ୍ ଜାଗାରେ ଦ୍ୟୁ ହେଇଯିବ। ଯେପରି ଆମର ଦ୍ୟୁଲୋକ, ଦ୍ୟୁମଣି, ଦ୍ୟୁନିବାସ, ଦ୍ୟୁରେ, ଏସବୁ ହେଲା ଦିବ୍ ପରେ ବ୍ୟଞ୍ଜନ ବର୍ଣ୍ଣ ଦିବ୍ ସ୍ଥାନରେ ଦ୍ୟୁ ହବ। ଓକେ, ପରବର୍ତ୍ତୀ 17 ନମ୍ବର ନିୟମଟି ହଉଛି ମ ପରେ ନ ଥିଲେ ମ ସ୍ଥାନରେ ଦ୍ୱିତୀୟ ନ ହବ। ପ୍ରଥମ ପଦର ଶେଷ ବର୍ଣ୍ଣଟି ମ ଥିବ, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ନ ଥିବ, ତେବେ ମ କୁ ହଟାଇ ଦେଇ ଆମେ ମ କୁ ଲୋପ କରି ତା ଜାଗାରେ ନ ଲେଖିବା, ତାପରେ ଯୋଗ କରିଦବା, ଯାହା ହବ ସେଇଟା ହଉଛି ଫାଇନାଲ ସନ୍ଧି ପଦ। ଏକ୍ସାମ୍ପଲ ଦେଖନ୍ତୁ, ପ୍ରଥମ ପଦ ଦେଇଛି ସମ୍, ପ୍ରଥମ ପଦର ଶେଷ ବର୍ଣ୍ଣଟି ମ ଅଛି, ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣଟି ନ ଅଛି, ସାଟିସ୍ଫାଇ କଲା, ତେଣୁକରି ଆମେ ମ ଜାଗାରେ ନ ଲେଖିଦେବା, ସନ୍ ହେଇଗଲା, ସମ୍ ଜାଗାରେ ସନ୍ ଯୁକ୍ତ ନିଧି, ତେଣୁକରି ସନ୍ନିଧି। ଓକେ, ସେଇଭଳି ସନ୍ନିବେଶ, ସନ୍ନିବେଶ, ମ ସ୍ଥାନରେ ଆମେ ନ କରିଦବା, ନ କଲା ପରେ ସନ୍ନିବେଶ ହୋଇଗଲା, ନରେ ନ ମିଶିଗଲା, ନରେ ନ ଦ୍ୱିତୀୟ ନ ହେଲା, ହର୍ଷେକାର ତ ଅଛି, ତେଣୁକରି ସନ୍ନିବେଶ। ସନ୍ନିବିଷ୍ଟ, ସେଇଭଳି ସନ୍ନିବିଷ୍ଟ, ସନ୍ନିବିଷ୍ଟ, ମୋ ସ୍ଥାନରେ ଆମେ ନ କରିଦବା, କାରଣ ମୋ ପରେ ନ ଅଛି ମାନେ ନିୟମ ଅନୁସାରେ ମୋ ସ୍ଥାନରେ ଆମେ ନ କରିଦବା, ହେଲେ ନ କଲା ନରେ ନ ମିଶିଲେ ଦ୍ୱିତୀୟ ନ, ହର୍ଷେକାର ନି, ସନ୍ନିବିଷ୍ଟ, ମୋଟିକୁ ଆମେ ଲୋପ କରିଦବା, ସନ୍ନିବିଷ୍ଟ। ଓକେ, ପରବର୍ତ୍ତୀ ତଥା ଶେଷ ଆମର ବ୍ୟଞ୍ଜନ ସନ୍ଧି ନିୟମଟି 18 ନମ୍ବର ନିୟମଟି ହଉଛି କଣ ନା ଉତ୍ ଉପସର୍ଗ ସହିତ। ଆମେ ସମ୍ ପରି ଉପସର୍ଗ ପଢି ଆସିଲେ କୋଉ ଧାତୁ ସ କେମିତି କଣ ପରିବର୍ତ୍ତନ ହେଲା, ଆମର ଯୋଉ ଆମର ଶବ୍ଦଟି, ଯୋଉ ଅକ୍ଷରଟି ନିଷ୍ପନ୍ନ ହୁଏ, ଆଗମନ ତାର ହୋଇଥାଏ, ତାପରେ ଯୋଗ ହୋଇଥାଏ, ପରିଷ୍କାର ହେଲା, ସଂସ୍କାର ହେଲା, ପରିଷ୍କାର, ଏସବୁ ଗଲେ। ଆରେ ଉତ୍ ଉପସର୍ଗ ସହିତ ସନ୍ଧି ହେଲେ ସ୍ଥାନ, ସ୍ତମ୍ଭ ଆଦି କେତେକ ଶବ୍ଦର ଆଦ୍ୟରେ ଥିବା ସ ଲୋପ ପାଇଯାଏ, ଯୋଉ ଦନ୍ତେ ସ ଥିବ ତାର ଲୋପ ପାଇବ। ବୁଝିବାକୁ ଚେଷ୍ଟା କରନ୍ତୁ। ଉତ୍ ଉପସର୍ଗ ସହିତ ସନ୍ଧି ହେଲେ, ଯଦି ଆମର ଉତ୍ ଉପସର୍ଗ ଏକ୍ସାମ୍ପଲ ଦେଖନ୍ତୁ, ଉତ୍ ଉପସର୍ଗ ରହିଲା, ଉତ୍ ଉପସର୍ଗ ରହିଲା, ସନ୍ଧି ହେଲେ ଯୋଉଠି ସ୍ଥାନ ଥିବ, ତାପରେ ଯୋଉ ଶବ୍ଦ ଥିବ, ଯୋଉ ସ୍ଥାନ ଥିବ କି ସ୍ତମ୍ଭ ଥିବ, ସେ ଯୋଉ ଶବ୍ଦ ଥିବ, ସେ ଶବ୍ଦର ସ୍ଥାନ ଅଛି, ସ୍ଥାନର ସ ଲୋପ ପାଇଯାଇ ଥା ରହିବ, ଥାନ ରହିବ, ସେ ଥାନଟା ଯୋଗ ହୋଇଯିବ ପୂର୍ବବର୍ତ୍ତୀ ଉତ୍ସ, ଉତ୍ ଉପସର୍ଗ ସହ ଯୋଗ ହେଲେ କଣ ହବ, ଉତ୍ଥାନ। ଏଇଟା ଫାଷ୍ଟ ଦେଖନ୍ତୁ, ଉତ୍ ସ୍ଥାନ, ଆମର ଉତ୍ ଉପସର୍ଗ ରହିଲା ନିୟମ ଅନୁସାରେ, ସ୍ଥାନଟା ଦେଇଛି, ନିୟମ ଦେଇଛି କଣ, ସ୍ଥାନର ଦନ୍ତେଶଟି କଣ ଲୋପ ପାଇଯିବ, ଆଉ ରହିଲା କଣ ଥାନ, ଏଇଠି ମୁଁ କହିକି ଆସିଲି ଥାନ, ଥାନ ହେଲେ କଣ ହବ, ଉତ୍ଥାନ, ଉତ୍ଥାନ। ବୁଝିପାରିଲେ? ସେଇଭଳି ଉତ୍ ସ୍ଥାପନ, ଏଠି ସ ଲୋପ ପାଇଯିବ, ଥ ହବ ଉତ୍ଥାପନ। ଏଠାରେ ଆମର ସ୍ଥାନ ଶବ୍ଦ ଗଲା, ଏଠି ଆମେ ସ୍ତମ୍ଭ ଶବ୍ଦରେ ଦେଖିବା, ଉତ୍ ସ୍ତମ୍ଭ, କଣ ହେଲା, ଉତ୍ ସ୍ତମ୍ଭ, ଉତ୍ ଉପସର୍ଗ ପରେ ସ୍ତମ୍ଭ ଅଛି, ସ୍ତମ୍ଭରୁ ନିୟମ କହିଲା କଣ, ସ ଟି ଲୋପ ପାଇଯିବ, ତେଣୁକରି ଆମର ରହିବ କଣ, ଉତ୍ ତମ୍ବ, ଉତ୍ ତମ୍ବ। ତ ସହିତ ତର ଯୋଗ କରିଦବା, ଦ୍ୱିତୀୟ ତ ହେଇଗଲା, ଫାଇନାଲ ଶବ୍ଦଟି କଣ ହବ ନା ଉତ୍ତମ୍ଭ। ସେଇଭଳି ଉତ୍ ସ୍ଥିତ, ଉତ୍ ତ ଆମର ଉତ୍ ଉପସର୍ଗ ରହିଲା, ଉତ୍ ଉପସର୍ଗ ସ୍ଥିତ ଅଛି, ସ୍ଥିତର ନିୟମ କହିଲା କଣ ନା ଆମର ଦନ୍ତେଶଟି ଲୋପ ପାଇଯିବ, ଆଉ ରହିବ କଣ ଥିତ, ତେବେ ତ ଥ ମିଶିଗଲେ କଣ ହେଇଯିବ ନା ଥି, ଯୋଉ ତ ଥ ମିଶିଗଲେ ଯୋଉଟା ହଉନି ଥି, ଥି ହେଇଗଲା, ଥ ହେଲା, ହର୍ଷେକାର ଥି, ତ ଉତ୍ଥିତ। ଆପଣ ହର୍ଷେକାର ଦେଇପାରନ୍ତି, ନଚେତ ଏମିତି ବି ଲେଖିପାରନ୍ତି ସଂକେତ ଦେଇକି। ଓକେ, ତେଣୁ ଉତ୍ଥିତ ହେଲା। ତେଣୁ ଏଇ ଥିଲା ଆମର କଣ ନା ବ୍ୟଞ୍ଜନ ସନ୍ଧିର
18ଟି ପ୍ରକାର ବା 18ଟି ନିୟମ। ଆଶା ଆପଣଙ୍କୁ ଏଇ ଭିଡିଓଟି, ଏଇ କ୍ଲାସଟି, ବ୍ୟଞ୍ଜନ ସନ୍ଧିର କ୍ଲାସଟି ଭଲ ଲାଗିଥିବ, ଆପଣଙ୍କ ଡାଉଟ୍ କ୍ଲିୟର କରୁଥିବ। ପରୀକ୍ଷାରେ ଯାହା ଯୋଉ 1-2 ମାର୍କ କୋଶ୍ଚିନ୍ ଆସୁଛି, ତାହାକୁ ଆପଣ ଯଦି ବାରମ୍ବାର ଦେଖିବେ ତଥା ଅଭ୍ୟାସ କରିବେ, ଏକ୍ସାମ୍ପଲ ଗୁଡ଼ିକୁ, ଉଦାହରଣ ଯୋଉ ଦିଆଯାଇଛି ସେଗୁଡିକୁ ଅଭ୍ୟାସ କରିବେ, ତ ପରୀକ୍ଷା ନିଶ୍ଚିତ ଭାବରେ କରିକିରି ଆସିବେ, ଆଟେଣ୍ଡ କରିକିରି ମଧ୍ୟ ଆସିବେ। ତେଣୁକରି ଯଦି ଆପଣମାନଙ୍କୁ ଏ ଭିଡିଓଟି ଭଲ ଲାଗୁଛି, ପ୍ଲିଜ ସବସ୍କ୍ରାଇବ ମାଇ ଚ୍ୟାନେଲ, ଅଲସୋ ସେୟାର ଆଣ୍ଡ କମେଣ୍ଟ ଦିସ୍ ଭିଡିଓ। ଥ୍ୟାଙ୍କ ୟୁ।